ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଓଡ଼ିଆ ସ୍ନାତକୋତ୍ତର କାର୍ଯ୍ୟକ୍ରମ। ଆଜି ଆଲୋଚନା କରିବା MOD ପେପର 10 ବ୍ଲକ 1ର ୟୁନିଟ୍ 3 ପ୍ରତୀକବାଦ ଓ ଚିତ୍ରକଳ୍ପବାଦ। ଏହାର ପାଠ୍ୟ ବିଷୟବସ୍ତୁକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ରୋମାଣ୍ଟିକ ଆନ୍ଦୋଳନ ଏବଂ ବାସ୍ତବବାଦୀ ଆନ୍ଦୋଳନ ତଥା କ୍ଲାସିସିଜମ ଏହିସବୁ ବାଦର ପ୍ରଚଳନ ହେତୁ କିମ୍ବା ଏହିସବୁର ଉନ୍ମେଷ ସାଧନ ହେତୁ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି କ୍ଷେତ୍ରରେ ବିରାଟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ଗୋଷ୍ଠୀ ପ୍ରକୃତି ଉପରେ ବିଜ୍ଞାନର ଆଧିପତ୍ୟକୁ ଜାହିର କଲେ। ମଣିଷ ପ୍ରଥମେ ପ୍ରକୃତି ଉପରେ ଆସ୍ଥା ପ୍ରକଟ କରିଥିଲା, ପ୍ରକୃତି ପ୍ରତି ନିର୍ଭରଶୀଳ ଥିଲା। ମାତ୍ର ଶିଳ୍ପ ବିପ୍ଳବ ଓ ନୂଆ ନୂଆ ଉଦ୍ଭାବନ ମନୁଷ୍ୟକୁ ପ୍ରକୃତି ମୁଖରୁ ଫେରାଇ ଆଣିଥିଲା। ବିଜ୍ଞାନର ଜଗତ ସାହିତ୍ୟିକ ଶିଳ୍ପୀ ପାଇଁ ସ୍ପଷ୍ଟ ଏବଂ ସ୍ୱଚ୍ଛ ଥିଲାବେଳେ ଏହାକୁ କୁହାଗଲା ଦୃଶ୍ୟମାନ ଜଗତ। ଏହି ଦୃଶ୍ୟମାନ ଜଗତକୁ ବାଦ ଦେଲେ ଆଉ ଏକ ଅଦୃଶ୍ୟମାନ ରହସ୍ୟାଚ୍ଛନ୍ନ ଜଗତ ମଧ୍ୟ ଥାଏ। ଆଉ ସେହି ଜଗତ ସ୍ୱଭାବବାଦୀ ବା ବାସ୍ତବବାଦୀ ମାନଙ୍କ ନିମିତ୍ତ ପ୍ରବେଶ ନଥିଲା। ବର୍ଣ୍ଣନା ଦ୍ୱାରା ଦୃଶ୍ୟମାନ ବାହ୍ୟ ଜଗତର କଥାକୁ ଆମେ ସିନା ବ୍ୟାଖ୍ୟା କରିପାରିବା, କିନ୍ତୁ ଅଦୃଶ୍ୟ ରହସ୍ୟମୟ ଜଗତର କଥା ବ୍ୟାଖ୍ୟା କରିପାରିବା ନାହିଁ। ଏହି ଅଦୃଶ୍ୟ ରହସ୍ୟମୟ କଥା ବା ଜଗତକୁ କେବଳ ଆମେ ଅନୁଭବ କରି ବୁଝିପାରିବା। ଏଥି ନିମିତ୍ତ ନାନା ପ୍ରତୀକ ବା ସଂକେତ ମାଧ୍ୟମରେ ଏହି ଭାବକୁ ପ୍ରକାଶ କରାଗଲା। ପ୍ରତୀକର ପ୍ରୟୋଗ ଭାବର ସୀମାରେଖାକୁ ପ୍ରସାରିତ କରିବାକୁ ଲାଗିଲା। ପାଠକର ମାନସିକତାକୁ ଏହା ଏକ ସଂକେତମୟ ତଥା ଇଙ୍ଗିତମୟ ଅର୍ଥ ଆଡ଼କୁ ବାଟ ଦେଖାଇଲା। ପ୍ରତୀକର ପ୍ରୟୋଗ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଏସବୁଥିରେ ପାଠକୀୟ ସମ୍ଭାବନା ସୃଷ୍ଟି କଲା, ଏହାର ଭାବକୁ ସମ୍ପ୍ରସାରିତ କଲା। ତେଣୁ ପ୍ରତୀକବାଦ ଓ ପ୍ରତୀକର ପ୍ରୟୋଗ ବିଷୟରେ ସଭିଏଁ ଜାଣିବାକୁ ଆରମ୍ଭ କଲେ। ଏତଦ୍‌ବ୍ୟତୀତ ଚିତ୍ରକଳ୍ପ ମାଧ୍ୟମରେ ମଧ୍ୟ ଭାବ ବର୍ଣ୍ଣନା ସାମ୍ପ୍ରତିକ ସାହିତ୍ୟର ଆଉ ଏକ ମୁଖ୍ୟ କଳା କୌଶଳ ହେଲା। ଏହାକୁ ବୁଝିବା ପାଇଁ ହେଲେ ପାଠକର ଅନୁଭୂତି ଆଉ ଜ୍ଞାନର ଆବଶ୍ୟକତାକୁ ମାପଦଣ୍ଡ ରୂପେ ଗ୍ରହଣ କରାଗଲା। ଚିତ୍ରକଳ୍ପ କବିର ଦୃଷ୍ଟିକୁ ପ୍ରସାରିତ କରେ। ଶାବ୍ଦିକ ଜାଙ୍ଗଲିକତା ମଧ୍ୟରୁ କବିର ଭାବନାକୁ ମୁକ୍ତ କରି ପାଠକକୁ ଅନୁଭୂତି ପ୍ରବଣ କରିଦିଏ। ଚିତ୍ରକଳ୍ପ ଗଭୀର ଅର୍ଥ ଦ୍ୟୋତକ, ଅନୁଭବ ଜଗତ ଓ ବସ୍ତୁ ଜଗତ ସହିତ ଏହା ସମ୍ବନ୍ଧାନ୍ୱିତ। ତେଣୁ ଆଧୁନିକ ସାହିତ୍ୟକୁ ହୃଦୟଙ୍ଗମ କରିବାକୁ ହେଲେ ଏହି ଚିତ୍ରକଳ୍ପ ସହିତ ଏହି ପ୍ରତୀକର ଅଧ୍ୟୟନ ବା ଜାଣିବାର ଜ୍ଞାନ ଅତି ଜରୁରୀ ମନେ ହେଲା। ସାମ୍ପ୍ରତିକ ସାହିତ୍ୟରେ ଏହି ପ୍ରତୀକବାଦ ଏବଂ ଚିତ୍ରକଳ୍ପବାଦ ହେଉଛି ଗୋଟିଏ ପ୍ରମୁଖ ବିଷୟ। ତେଣୁ ପ୍ରତୀକବାଦ ବିଷୟରେ ପ୍ରଥମେ ଆଲୋଚନା କରିବା। ପ୍ରତୀକବାଦ ସାହିତ୍ୟିକମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସାମାଜିକ ଜୀବନରେ ଦୃଶ୍ୟମାନ ଆଉ ଅଦୃଶ୍ୟମାନ ଜଗତର ବସ୍ତୁ ବା ଉପାଦାନ ସଂକେତର ରୂପରେ ପ୍ରକାଶ ପାଏ। ପରୋକ୍ଷ ସୂଚନାରୁ ସାଧାରଣ ପାଠକ ତାତ୍ତ୍ୱିକ ଓ ବାସ୍ତବ ଅର୍ଥ ସମ୍ପର୍କରେ ପ୍ରତୀକ ମାଧ୍ୟମରେ ଅବଗତ ହୋଇଥାଏ। ପ୍ରତୀକ ସମ୍ପର୍କରେ ସବିଶେଷ ଧାରଣା ରହିଲେ ହିଁ ଆଧୁନିକ ସାହିତ୍ୟକୁ ମଧ୍ୟ ହୃଦୟଙ୍ଗମ କରାଯାଏ। କବିତାକୁ ଅଧିକ ପ୍ରାଣବନ୍ତ ଓ ଶିକ୍ଷଣୀୟ କରିବାର ଗୋଟିଏ ମାଧ୍ୟମ ହେଉଛି ଏହି ପ୍ରତୀକ ଏବଂ ଏଥିରେ ବ୍ୟବହୃତ ହେଉଥିବା ଚିତ୍ରକଳ୍ପ। ବିବିଧ ଚମତ୍କାରିତା ସୃଷ୍ଟିରେ ଏହିଗୁଡ଼ିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଭାବକୁ ବଳିଷ୍ଠ କରିବା ପାଇଁ
चित्रकल्पर आवश्यकता एवं प्रतीकर आवश्यकता को स्रष्टा माने उपलब्धि करिसेंति। प्रकृत वस्तुर उपस्थापना पाई एक सदृश्यर आवश्यकता रही। यही सादृश्य कथनरू ही सृष्टि होइथिला चित्रकल्प। बहिर्विश्वर साधारण वास्तव सत्य उपरे यह आधारित होला। जीवनर प्रत्येक अनुभूति एथिरे मध्य प्रकाश पाइला। एणु केवल प्रतीक विषय नुहे बरम यही चित्रकल्प विषय मध्य ज्ञान रहिबा अति जरूरी, नचेत आधुनिक साहित्य को हृदयंगम करने कष्टकर व्यापार मन हेब। एणु साधारणतः कवितारी प्रतीकर प्रयोग बेसी परिमाण लक्ष्य करा जाए। आउ ए प्रतीक द्वारा ही कविताटी मार्मिक रूप लाभ करे। तेणु प्रथमे आलोचना करिबा एही प्रतीक कौन, प्रतीकर संज्ञा, यार इतिवृत्ति एवं एही प्रतीक केते भागरे विभक्त कौन कौन तथा ओडिया कविता गुड़ी करी किपरि प्रतीकर प्रयोग करा जाइछि एवं तत्पर आमे जानिबा चित्रकल्प कौन, यह किपरि एक आंदोलन रूप नैथिला एवं परवर्ती समय यही चित्रकल्प किपरि आमेरिकीय साहित्य तथा आमर ओडिया कवितारे मध्य परिलक्षित होइछि। तेणु प्रथम विषय हला प्रतीक। साधारणतः कवितारे प्रतीकर प्रयोग सर्वाधिक परिलक्षित हुए। प्रतीक द्वारा कविताटी मार्मिक रूप लाभ करे। तेणु यही प्रसंग रे प्रतीक प्रयोग संपर्कित आलोचना को आमे उपलब्धि करिबा। प्रथमे जानिबा यार संज्ञा, स्वरूप, प्रतीकवादी आंदोलन, यार संपूर्ण इतिवृत्त। तो प्रतीक यह होछि इंग्राजी रे याकू सिंबल बोली कहा जाए। अभिधानिक दृष्टिकोण प्रतीक शब्दर अर्थ होछि चिन्ह, संकेत बा प्रतिरूप किंबा प्रतिनिधि। मनुष्य निज मनर भाव को प्रकाश करिबारी जेतेबेले असमर्थ होई पड़े सेतेबेले एही प्रतीकर साहाय्य लोड़ी थाए। यह मध्यरे सत्य जे शब्दरु अर्थ बुझिबार विभिन्न पद्धति रही। अर्थात एक कथा सत जे शब्दरु अर्थ बुझिबार मध्य विभिन्न पद्धति रही। भाषारे कौन से शब्दर अर्थ सेमती निर्दिष्ट बा सीमित नुहे। व्यवहार अनुଯାयी शब्दर अर्थर रूप आ परिसर मध्य बदली जाए। शब्द मनरे एक संकेत सृष्टि करिथाई। से संकेत हेउछि जगत संपर्क रे धारणा, अनुभूतिर और ज्ञान तथा चिंतार समन्वय। ये सब संकेत को शब्द द्वारा आमे व्यक्त करूँ। ताले प्रश्न उंकी मारे मनरी शब्द किपरि ताले अर्थयुक्त हुई अर्थयुक्त पलटि जाए। उत्तर रे आमे यह कहिबा जे शब्द अर्थात वर्ण बा यह वर्णर समष्टि, यार पुणी निर्दिष्ट अर्थ न थाए। मनुष्यर अनुभूति जगत संपर्कित धारणा जेतेबेले एथिरे आरोप करा जाए सेतेबेले यह अर्थयुक्त हुए। तेणु शब्दर स्वाभाविक अर्थ आम मस्तिष्क रे संकेत रूपे ही संगृहीत हुई रही थाए। शब्द शुणिबा मात्र के संगे संगे आम मनरे एक धारणा जन्मे। जेपरिक गछ, ये गछ शब्द शुणिबा मात्र के आमर मानस पटरे गछर गोटे आकृति उंकी मारे बा चित्रटीए झलसी जाए। यही अंकित चित्रटी से शब्दटीर संकेत बहन करे। अतएव यही संकेत बा प्रतीक जहाँ आम मानस पटरे उंकी मारिला ताहाको आमे शब्दटी शुणिबा मात्र के आमर यह बोधगम्य हो जाए। एणु वस्तुर यह प्रतिनिधित्व करे। अर्थात गछ यही शब्दटी सतरे गोटे झंकालिया गछ, पत्र फल पुष्प संयुक्त ताहार ये होची प्रतिनिधि बा यह होची सेही वस्तु जनित ध्यान और धारणा को सहज सरल सुबोध करिवार गोटे प्रतीक। तेणु समय समय एपरि किछि मध्य विषय थाए जार अर्थ वर्णना एसबु निरूपण करिबा वर्णना करिबा असंभव लागे। रीति लक्षणा किंबा अलंकारिक उपमान द्वारा मध्य यह करा जाई पारि न थाए।
तेबे से समय आमको बहुत साहाय्य करे प्रतीक। एणु प्रतीकर इतिवृत्त मध्य रही जे काव्य रचनार यह हूँ एक नूतन रीति बा उपाय जहाँ माध्यम आम विभिन्न प्रकार काव्य कविता को अधिक वास्तववादी करिपारू। एही प्रतीक रोमांटिक कविंकर आवेग प्रकाश रो उद्भूत। आधुनिक कवि मान मतरे रोमांटिक कवि माने व्यक्तिकैंद्रिक चिंताधारा और गतिधर्मी शैली उपर गुरुत्वारोप करते। यह केन्द्र करी जो चमत्कारिता रोमांटिक कवि माने सृष्टि करते सही चमत्कारिता ध्वनि प्रधान शब्द प्रतीक प्रयोग माध्यम करा जाई परिबो। तेणु टीएस एलियट गोटे उक्ति एठी प्रणिधान योग्य जहाँ कि द चीफ यूज ऑफ द मीनिंग ऑफ ए पोएम इन द ऑर्डिनरी सेंस may be satisfy one habit of the reader to keep his mind diverted and quiet when the poem does its work upon him। अर्थात वास्तविक दृष्टि विचार कले अर्थर मूल्य नहीं। पाठक अर्थ सह सदा अभ्यस्त होइथिबारु निजको भुलाई रखिबा पाई अर्थर सामान्य प्रयोजन होइथाय। अर्थ जेतेबेले पाठक को मुग्ध करे सेतेबेले काव्य कविता भिन्न भाव में पाठक उपरे विस्तार करे। ग्रीक दार्शनिक प्लाटोंकर मतवाद यही आंदोलन को खूब प्रभावित मध्य करथिला। कारण प्लाटो कहूथिले संसार प्रत्येक वस्तुर एक पूर्ण रूप अपार्थिव जगत रे थाए। पार्थिव जगत रे एक अपूर्ण अस्पष्ट प्रतिबिंब केवल तार रही थाए। पृथ्वी हूँ एक दर्पण सदृश ऐसी शक्ति प्रतिफलनर आलोक यह जाजुल्यमान होता है। सेहीपरि 1871 मसीहा फरासी देश रे तृतीय प्रजातंत्र स्थापन वर्ष रूपे परिगणित एवं विश्व इतिहास रे यह एक स्मरणीय वर्ष। यही वर्ष प्यारी कम्यून प्रतिष्ठा होइथिला। यह थिला समग्र विश्व प्रजातंत्र प्रथम सरकार। आउ 1870 मसीह फ्रांस और प्रुसिया मध्य युद्ध होता। यही युद्ध रे तृतीय नेपोलियन को सेना बाहिनी प्रुसिया ठारू पराजित होते जहाँफल तृतीय नेपोलियन को भीरुता प्यारिस जनसाधारण विक्षोभ आरंभ कले। शेष निराश होई फ्रांस परित्याग कले। ए प्रकार अस्थिरता साहित्य जगत को मध्य प्रभावित कला। साहित्यिक माने समाज रे प्रकार अव्यवस्थित रूप को प्रकाश करने को अक्षमता प्रकाश कले। सेमानक मन रे सृष्टि हैला प्रकाशोपयोगी शब्दर अभाव। तेणु लेखकीय अभिव्यक्तिर सुंदर परिप्रकाश निमंते प्रतीक प्रयोग अवसंभावी मन हैला। कारण प्रतीक मध्य निहित थिला असीम व्यंजना शक्ति। एणु तत्कालर कवि लेखक माने यही नूतन शैली को आपणाई नेले। प्रतीक प्रयोग माध्यम लेखक निजर सूक्ष्म अनुभूतिर रूपायन करने को समर्थ हो पारिले। प्रतीकवादर प्रतिष्ठाता रूपे आर्नेस्ट कासिर प्रथमे प्रतीक संपर्क में एक भिन्न मत पोषण करथिले जे मानव चरित्रर परिप्रकाश निमंते प्रतीक प्रयोग उपरे से गुरुत्व प्रदान न करी मानव पूर्णतः आदर्शवादी बा भौतिकवादी नुहे बोली से कहिथिले। प्रतीक माध्यम उभयर से होची अंशीदार। प्रतीकवादर अन्यतम सफल स्रष्टा मध्य थिले आर्थर सिम्पसन। तांका मतरे मध्य प्रतीक को से बाद दे साहित्य सृष्टिर परिकल्पना असंभव बोली कहूथिले। कारण प्रत्येक शब्द मध्य एक प्रतीक निहित थाए। एणु आदर्शवादी बा भौतिकवादी नुहे मानव। एणु प्रतीकवाद रो सफल प्रयोग करी से प्रत्येक शब्द रे भरी दिए जीवन। फरासी प्रतीकवाद कवि बदलेयार आउ जने होचंती स्टीफन मलार्मे।
ତାଙ୍କ ଦୃଷ୍ଟିରେ ମଧ୍ୟ ପ୍ରତୀକ ଏକ କଳାତ୍ମକ ଦୃଷ୍ଟିଭଙ୍ଗୀର ପରିପ୍ରକାଶ ଭାବେ ପ୍ରକାଶ ପାଇଲା। ବଦଲେୟାରଙ୍କ ମତରେ ସାହିତ୍ୟିକ କେବଳ ପ୍ରକୃତିକୁ ଅନୁକରଣ କରି ସନ୍ତୁଷ୍ଟି ବ୍ୟକ୍ତ କରିବା ଉଚିତ ନୁହେଁ। ପ୍ରକୃତିଠାରୁ ନିରାପଦ ଦୂରତା ରଖି ଆବଶ୍ୟକ ବିମ୍ବ ସଂଗ୍ରହ କରି ଏହାର ଯଥାବିଧି ପ୍ରୟୋଗ ମଧ୍ୟ କରାଯିବା ଦରକାର। ମଲାରମେଙ୍କ ମତ ଥିଲା ଯେ ଶବ୍ଦ ଦ୍ୱାରା କବିତା ରଚିତ ହୁଏ, ଭାବ ଦ୍ୱାରା ନୁହେଁ। ସେ ଶବ୍ଦ ପୁଣି ଏମିତି ସେମିତି ସାଧାରଣ ଶବ୍ଦ ନୁହେଁ। ସେ ଶବ୍ଦର ଏକ ସୂକ୍ଷ୍ମ ବ୍ୟଞ୍ଜନା ଶକ୍ତି ଥିବା ଦରକାର। ଅର୍ଥ କରି ବସିଲେ ଶବ୍ଦଟା ଜାତିଭ୍ରଷ୍ଟ ହେବ। ତେଣୁ ଶବ୍ଦ ପ୍ରୟୋଗ କ୍ଷେତ୍ରରେ କବିକୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ହେବ। କବି ଏପରି ଶବ୍ଦ ପ୍ରୟୋଗ କରିବେ ଯେଉଁ ଶବ୍ଦ ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ନିର୍ଦ୍ଦିଷ୍ଟ ଏକ ମାନସିକ ଅବସ୍ଥାର ଅସ୍ପଷ୍ଟ ଆଭାସ ମାତ୍ର ଦେଇପାରୁଥିବ। ବିବରଣୀ ବା ପ୍ରତିରୂପ ପ୍ରଦାନକୁ ପରିତ୍ୟାଜ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ସେହିପରି ଆଉ ଜଣେ ପ୍ରତୀକବାଦୀ ଆନ୍ଦୋଳନର ପୃଷ୍ଠପୋଷକ ଫ୍ରାନ୍ସର ପଲ୍ ଭାଲେରୀ। ସେ ଲାଫିୟୁନ୍ ପାର୍କ ମାଧ୍ୟମରେ ସଫଳତା ପାଇବା ପରେ ପାଶ୍ଚାତ୍ୟ ଜଗତରେ ବୁଦ୍ଧିଜୀବୀମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରି ଏହି ପ୍ରତୀକବାଦୀ ଆନ୍ଦୋଳନକୁ ପୁନର୍ଜୀବିତ କରିଥିଲେ। ବିଂଶ ଶତକର ପ୍ରଥମ ଦଶକରେ ଇଂରାଜୀ ସାହିତ୍ୟକୁ ମଧ୍ୟ ଏହି ପ୍ରତୀକବାଦ ପ୍ରଭାବିତ କଲା। କାର୍ଲାଇଲ୍, ୟେଟ୍ସ, ଜର୍ଜ ମୁର୍, ଅସ୍କାର ୱାଇଲ୍ଡ, ଆର୍ଥର ସିମ୍ପସନ, ୱିଲିୟମ ବଟଲର, ହ୍ୟୁମ, ଏଜରା ପାଉଣ୍ଡ, ଟି.ଏସ୍. ଇଲିୟଟ, ଲାଫର୍ଗ ଏ ସମସ୍ତଙ୍କ ନାମ ଏହି ପ୍ରତୀକବାଦ ସହ ଯୋଡ଼ି ହୋଇଗଲା। ନିଖିଳ ବିଶ୍ୱର ସମସ୍ତ ବସ୍ତୁ ବିଶେଷ ସହ ଏହି ପ୍ରତୀକ ଯୋଡ଼ି ହୋଇ ରହିଥାଏ। ଜୀବନାନୁଭୂତିର ବିସ୍ତୃତ ବର୍ଣ୍ଣନା ଅପେକ୍ଷା ପ୍ରତୀକ ମାଧ୍ୟମରେ ସଂକ୍ଷେପରେ ଅତି ଭାବଗର୍ଭକ ଭାବରେ ପ୍ରକାଶ ପାଇଥାଏ। ସେଥିପାଇଁ ଡବ୍ଲ୍ୟୁ.ବି. ୟେଟ୍ସ ମଧ୍ୟ କହିଥିଲେ, ସିମ୍ବଲ୍ସ ଆର୍ ଦି ଓନ୍ଲି ଥିଙ୍ଗସ୍ ଫ୍ରି ଏନାଫ୍ ଫ୍ରମ୍ ଅଲ୍ ବଣ୍ଡସ୍ ଟୁ ସ୍ପିକ୍ ଅଫ୍ ପରଫେକ୍ସନ୍। ଅର୍ଥାତ୍ ପ୍ରତୀକ ଏଭଳି ଏକ ଉପାଦାନ ଯାହା ସମସ୍ତ ପ୍ରକାରର ବନ୍ଧନରୁ ମୁକ୍ତ ରହି କେବଳ ଭାବ ଜଗତ ପ୍ରତି ନିବିଡ଼ ଦୃଷ୍ଟି ଦେଇଥାଏ। ପ୍ରତ୍ୟକ୍ଷ ଅଭିବ୍ୟକ୍ତି ଅପେକ୍ଷା ପରୋକ୍ଷ ଅଭିବ୍ୟକ୍ତି ଉପରେ ଏଥିରେ ଗୁରୁତ୍ୱ ଦିଆଯାଏ। ଏଭଳି ଭାବରେ ପ୍ରତୀକବାଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। କ୍ଷେତ୍ରବାସୀ ନାୟକଙ୍କ ମତରେ ମଧ୍ୟ ବ୍ୟକ୍ତ ସହିତ ଅବ୍ୟକ୍ତ, ବିନ୍ଦୁ ସହିତ ସିନ୍ଧୁ, ରୂପ ସହିତ ଅରୂପର ଯୋଗସୂତ୍ର ସ୍ଥାପନ କରେ କେବଳ ପ୍ରତୀକ। କବିତାର ଆଧୁନିକ ରୀତି ପାଇଁ ଏହି ପ୍ରତୀକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରତୀକବାଦୀ କବିମାନେ ଅନୁଭବ କଲେ ଯେ କବିତା ରଚିତ ହେବ ଏହିପରି କେତେକ ଶବ୍ଦକୁ ନେଇ ଯେଗୁଡ଼ିକ କବିଙ୍କ ମାନସିକ ଅବସ୍ଥାର ପ୍ରତୀକ ରୂପେ ସୂକ୍ଷ୍ମାତି ସୂକ୍ଷ୍ମ ବ୍ୟଞ୍ଜନା ପ୍ରକାଶ କରୁଥିବ। ସାଧାରଣ ଅର୍ଥ ଯୋଡ଼ି ସେଗୁଡ଼ିକୁ ବୁଝିବାର ଚେଷ୍ଟା କେବଳ ଅଣଚେଷ୍ଟା ହିଁ ହେବ। କାରଣ ଅର୍ଥ ଖୋଜି ବସିଲେ ଶବ୍ଦର ଜାତି ନଷ୍ଟ ହୋଇଯାଏ। ଏକ ପ୍ରକାର ଶବ୍ଦ ସମୂହ ପ୍ରକାଶ ମାତ୍ରେ କବିର ମାନସିକ ଇଲାକାରେ ଭାସୁଥିବା ବସ୍ତୁ ଶ୍ରେଣୀ ଓ ଘଟଣା ପ୍ରବାହକୁ ଏକାକାର କରିଦେବ। ଯେକୌଣସି ଏକ ଅଂଶକୁ ସ୍ୱତନ୍ତ୍ର ଭାବେ କାଢ଼ି ଆଣିଲେ ରସ ଉପଲବ୍ଧିରେ ବାଧା ଜନ୍ମୁଥିବ। ଏହା ହିଁ ବସ୍ତୁତଃ କବିତା ପାଇଁ ପ୍ରଚଳିତ ଆଧୁନିକ ରୀତି। ତ ଏହିଭଳି ଭାବେ ପ୍ରତୀକବାଦର ଇତିବୃତ୍ତ ଥିଲା। ବର୍ତ୍ତମାନ ଜାଣିବା ପ୍ରତୀକବାଦର ବା ଏଇ ଯେଉଁ ପ୍ରତୀକର ବିଭାଗୀକରଣ। ପ୍ରତୀକକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଏ। ଯଥା ଗୋଟିଏ ହେଲା ଭାବ ପ୍ରଧାନ ପ୍ରତୀକ, ଆଉ ଗୋଟିଏ ଅନ୍ତର୍ଦୃଷ୍ଟି ପ୍ରଧାନ ପ୍ରତୀକ, ବାସ୍ତବ ପ୍ରତୀକ ଏବଂ ପରମ୍ପରାଗତ ପ୍ରତୀକ। ଭାବ ପ୍ରଧାନ ମୂଳକ ପ୍ରତୀକ କ'ଣ ନା ଏହି ପ୍ରତୀକରେ ଅର୍ଥ ଉପରେ କେବେ ଗୁରୁତ୍ୱ ଦିଆଯାଇ ନଥାଏ। ପାଠକ ଅର୍ଥ ନ ବୁଝି ଏହାକୁ କେବଳ ହୃଦୟଙ୍ଗମ କରିପାରେ। ଏ ଧରଣର ପ୍ରତୀକ ଗୁଡ଼ିକ କୌଣସି ଏକ ଦିଗ ସହ ଗଭୀର ସମ୍ବନ୍ଧ ରଖିଥାନ୍ତି। ଧର୍ମ, ଆଧ୍ୟାତ୍ମିକ ଚେତନା ସମ୍ବନ୍ଧୀୟ ପ୍ରତୀକ ଗୁଡ଼ିକ ସବୁ ହେଉଛନ୍ତି ଏହି ପର୍ଯ୍ୟାୟଭୁକ୍ତ। ଆଉ ଗୋଟିଏ ହେଲା ଅନ୍ତର୍ଦୃଷ୍ଟିମୂଳକ। ଏ ପ୍ରକାର ପ୍ରତୀକରେ ଅନ୍ତର୍ଜଗତ ଓ ବାହ୍ୟ ଜଗତ ମଧ୍ୟରେ ଏକ ଯୋଗସୂତ୍ର ରକ୍ଷା କରାଯାଇଥାଏ। ବିଶେଷ କରି ଧର୍ମ
ଓ କାବ୍ୟ କଳା ସମ୍ବନ୍ଧୀୟ ବର୍ଣ୍ଣନାରେ ଏହି ପ୍ରକାର ପ୍ରତୀକର ବ୍ୟବହାର କରାଯାଏ। ଆଉ ଗୋଟିଏ ପ୍ରକାର ପ୍ରତୀକ ହେଲା ବାସ୍ତବ ପ୍ରତୀକ। ବାସ୍ତବ ଜଗତରୁ ପ୍ରତୀକ ସଂଗ୍ରହ କରାଯାଇ କଳ୍ପନା ବଳରେ ଭିନ୍ନ ରୂପ ପ୍ରଦାନ କରାଯାଏ। ରୂପାନ୍ତରିତ ବସ୍ତୁ ସହ ଅନ୍ତର୍ନିହିତ ସମ୍ବନ୍ଧ ଏହି ପ୍ରତୀକ ମାଧ୍ୟମରେ ସମ୍ଭବପର ହୋଇଥାଏ। ଧର୍ମ ଓ କଳା ସମ୍ବନ୍ଧିତ ପ୍ରତୀକ ଏହି ପର୍ଯ୍ୟାୟଭୁକ୍ତ ଅଟନ୍ତି। ସେହିପରି ଚତୁର୍ଥ ପ୍ରକାର ପ୍ରତୀକ ହେଲା ପରମ୍ପରାଗତ ପ୍ରତୀକ। ସମୟ ସମୟ ପରମ୍ପରା କ୍ରମେ ଏପରି କେତେକ ପ୍ରତୀକର ବ୍ୟବହାର କରାଯାଇ ଆସୁଛି ଯାହା ଏକ ନିର୍ଦ୍ଦିଷ୍ଟ ଭାବର ପ୍ରକାଶକ। ରଚନାଗତ ନୈପୁଣ୍ୟ ଭିତରେ ଏହାର ସୁନ୍ଦର ପରିପ୍ରକାଶ ଘଟିଥାଏ। ଯଥା ପ୍ରକୃତିରୁ ସଂଗୃହୀତ କିଛି ପ୍ରତୀକର ଉଦାହରଣ ହେଲା ସୂର୍ଯ୍ୟ, ଏହା ଉଷ୍ମତା ଆଉ ପୁରୁଷତ୍ୱର ପ୍ରତୀକ। ଚନ୍ଦ୍ର ନାରୀତ୍ୱ ଆଉ ଆକୃତି ପରିବର୍ତ୍ତନର ପ୍ରତୀକ। ନଦୀ ନାରୀ ଜୀବନ ପ୍ରବାହର ପ୍ରତୀକ। ପର୍ବତ ସ୍ଥିର, ଗର୍ବ, ସୁରକ୍ଷା, ସ୍ୱର୍ଗ ଓ ମର୍ତ୍ତ୍ୟର ମିଳନସ୍ଥଳୀର ପ୍ରତୀକ। ସେହିପରି ଜଳ ସ୍ୱଚ୍ଛତା ନିର୍ମଳତାର ପ୍ରତୀକ। ଆଲୋକ ସତ୍ୟ ଜ୍ଞାନର ପ୍ରତୀକ। ଅନ୍ଧାର ପାପ ବିପଦ ଅଜ୍ଞାନ ଆଦିର ପ୍ରତୀକ। ପ୍ରଭାତ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତିର ପ୍ରତୀକ। ସେହିପରି ଋତୁ ବିଶେଷରେ ମଧ୍ୟ ପ୍ରତୀକର ପ୍ରୟୋଗ କରାଯାଏ। ଯେପରିକି ଗ୍ରୀଷ୍ମକୁ ଜ୍ଞାନ ଆଉ ବିଜ୍ଞତାର ପ୍ରତୀକ ରୂପେ ଗ୍ରହଣ କଲାବେଳେ ବର୍ଷାକୁ ବିରହ ହତାଶା ଦୁଃଖ, ଶରତକୁ ମୃତ୍ୟୁ ବାର୍ଦ୍ଧକ୍ୟ, ଶୀତକୁ ଫଳ ପୁଷ୍ପ ସମ୍ଭାର ଭରା ଋତୁ ଏବଂ ବସନ୍ତକୁ ଜନ ଆରମ୍ଭ ଏବଂ ପ୍ରେମର ଋତୁ ଭାବରେ ପ୍ରତୀକ ବ୍ୟବହାର କରାଯାଏ। ଦିଗ ଗୁଡ଼ିକୁ ମଧ୍ୟ ବିଭିନ୍ନ ପ୍ରତୀକ ପ୍ରୟୋଗ କରାଯାଏ। ଯେପରି ପୂର୍ବ ଦିଗକୁ ଯୌବନ ପ୍ରେମ ଜନ୍ମ ପୁନର୍ଜନ୍ମର ଦିଗ, ପଶ୍ଚିମକୁ ବାର୍ଦ୍ଧକ୍ୟର ଦିଗ, ଉତ୍ତରକୁ ମୃତ୍ୟୁ ଆଉ ରାତ୍ରିର ଆକାଶ, ଦକ୍ଷିଣ ହେଉଛି ଅଗ୍ନି। ସେହିପରି କିଛି ବୃକ୍ଷ ପୁଷ୍ପ ଏସବୁ ମଧ୍ୟ ପ୍ରତୀକ ରୂପେ ବ୍ୟବହାର ହୁଏ। ଯେମିତିକି ବରଗଛ ସାହସର ପ୍ରତୀକ ବା ବିଜ୍ଞତାର ପ୍ରତୀକ। ସେହିପରି ଫୁଲ ସୌନ୍ଦର୍ଯ୍ୟ ଆଉ ଯୌବନର ପ୍ରତୀକ। ଗୋଲାପ ପ୍ରେମ ଆଉ ଶକ୍ତିର ପ୍ରତୀକ। ସେହିପରି କିଛି ପଶୁପକ୍ଷୀ ବିଶେଷରେ ମଧ୍ୟ ପ୍ରତୀକର ପ୍ରୟୋଗ କରାଯାଏ। ଯେପରିକି ସିଂହ ଶକ୍ତି ବୀରତ୍ୱ ଗର୍ବର ପ୍ରତୀକ। ପାରା ଶାନ୍ତି ସରଳ ଓ ପବିତ୍ରତାର ପ୍ରତୀକ। ସିଂହ ନିରୀହତାର ପ୍ରତୀକ। ମେଣ୍ଢା ପୁନର୍ଜୀବନ, କୋଇଲି ଈର୍ଷା, ସାପ ଲୋଭ ଆଉ ଦୁଷ୍ଟାମିର ପ୍ରତୀକ। ସେହିପରି କିଛି ରଙ୍ଗ ଯଥା ଧଳା ପବିତ୍ରତାର ପ୍ରତୀକ। ସବୁଜ ତାରୁଣ୍ୟ ଆଶା ନବଜୀବନର ପ୍ରତୀକ। ନୀଳ ଶାନ୍ତର ପ୍ରତୀକ। କଳା ମୃତ୍ୟୁ ନକାରାତ୍ମକ ଚିନ୍ତା ଅଜ୍ଞତା ପାପର ପ୍ରତୀକ। ନାଲି ବିପଦ ରକ୍ତ ଜୀବନର ରଙ୍ଗ ଆବେଗର ପ୍ରତୀକ। ତେଣୁ ଏହି ପ୍ରତୀକ ଓଡ଼ିଆ କବିତାରେ ମଧ୍ୟ ବ୍ୟାପକ ରୂପେ ଏହାର ବ୍ୟବହାର ଦେଖିବାକୁ ମିଳେ। ଏହା କେବଳ ଆଧୁନିକ କବିତାକୁ ନେଇ ସମୃଦ୍ଧ ନୁହେଁ, ପ୍ରାଚୀନ କବିତା ଗୁଡ଼ିକରେ ମଧ୍ୟ ଏହାର ରୂପ ଦେଖିବାକୁ ମିଳେ। ଯେପରିକି ଚର୍ଯା ଗୀତିକାରେ କା ତରୁବର ପଞ୍ଚ ବିଡ଼ାଳ ଚଞ୍ଚଳ ଚିଏ ପଇଠା କାଳ, ଏ ପଂକ୍ତିରେ ଥିବା ତରୁ କାୟା ପାଞ୍ଚଟି ଡାଳକୁ ପଞ୍ଚ ଇନ୍ଦ୍ରିୟର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ସେହିପରି ପଞ୍ଚସଖା ସାହିତ୍ୟରେ ମଧ୍ୟ ରହିଛି ରହସ୍ୟବୋଧ ଓ ଆଧ୍ୟାତ୍ମିକତାକୁ ନେଇ ବହୁ ପ୍ରତୀକର ପ୍ରୟୋଗ। ଯେପରିକି ମନସିଂହ, ଓଲଟ ବୃକ୍ଷ, ଲୋଟଣୀ ପାରା, ବୋହୂ ହଂସ ଏସବୁ ଶରୀର ତତ୍ତ୍ୱମୂଳକ ଭଜନରେ ସ୍ଥାନ ପାଇଛି। ଏହିସବୁ ପ୍ରତୀକକୁ ବ୍ୟବହାର କରି ଅର୍ଥ ପ୍ରକାଶ ହୋଇପାରିଛି। ଯେପରିକି ମନସିଂହ ହୋ ତୁ ତ ଗଞ୍ଜେଇ ଖାଇ ବିରାଡ଼ିକୁ ଦିନେ ଚିହ୍ନିଲୁ ନାହିଁ। ତେଣୁ ଏଠି ବିରାଡ଼ି ହେଉଛି କାଳ, ତାର ଅର୍ଥ କାଳକୁ ତୁ ଚିହ୍ନିଲୁ ନାହିଁ। ମନସିଂହ ତାର ଅର୍ଥ ମନ। ସେହିପରି ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଏଠି ଯଦି ଦେଖିବା ଓଲଟ ବୃକ୍ଷ ଏହା ହେଉଛି ଶରୀର ଆଉ ସେଥିରେ ଯିଏ ଖେଳୁଛି ଲୋଟଣୀ ପାରା ହେଉଛି ଜୀବାତ୍ମା। ତେଣୁ ଲୋଟଣୀ ପାରା ଜୀବାତ୍ମାର ପ୍ରତୀକ, ଓଲଟ ବୃକ୍ଷ ଶରୀରର ପ୍ରତୀକ। ସେହିପରି ମଧ୍ୟ ରହିଛି ବହୁ ଚାଲି ନ ଜାଣଇଲୋ ପାଦ ପଡ଼ୁଥାଇ ବଙ୍କା, ଯେଉଁ ଦିନ ବହୁ ସଳଖ ଚାଲିବ ଘରେ ପଡ଼ିଯିବ ଡକା। ତେଣୁ ମନ ଏଠି ବହୁର ଅର୍ଥରେ ବ୍ୟବହୃତ ବା ଏହାକୁ ମଧ୍ୟ ଆମେ ହୃଦୟ ବା ହୃତ୍ପିଣ୍ଡ ମଧ୍ୟ କହିପାରିବା। କାରଣ
ଯେତେବେଳେ ହୃତ୍ସ୍ପନ୍ଦନ ଆମର ମାପ କରାଯାଏ, ପରୀକ୍ଷା କରାଯାଏ, ସେତେବେଳେ ଯଦି ଗାର ଗୁଡ଼ିକ ବଙ୍କା ଟଙ୍କା ଆସେ ତାହେଲେ ଜୀବନ ଅଛି। ଯଦି ସିଧା ଗାର ଆସିଯିବ ଆମେ ହାର୍ଟ ପରୀକ୍ଷା କଲାବେଳେ ତେବେ ସେ ଲୋକଟି ମରିଗଲା ବୋଲି ଆମେ କହିବା, ସିଧା ଆସିଗଲେ। ତେଣୁ ଯେଉଁଦିନ ବହୁ ସଳଖ ଚାଲିବ ଘରେ ପଡ଼ିଯିବ ଡକା। ସେହିପରି ପୋଖରୀ ଖଣ୍ଡିକ ଚାରି ଚୌରସ ଡିମ୍ବ ପାତି ଅଛି ଅଣ୍ଡିରା ହଂସ। ଏଠି ମଧ୍ୟ ହଂସକୁ ଆତ୍ମାର ପ୍ରତୀକ ବୋଲି ଗ୍ରହଣ କରାଯାଇଛି। କେବଳ ଏତିକି ନୁହଁ, ଜଗନ୍ନାଥ ଦାସଙ୍କ ଭାଗବତରେ ମଧ୍ୟ ଯଦୁ ଅବଧୂତ ସମ୍ବାଦ ପ୍ରସଙ୍ଗରେ ଯେଉଁ 24 ଗୁରୁଙ୍କ କଥା କୁହାଯାଇଛି, ଅବଧୂତଙ୍କର ଯେଉଁ 24 ଗୁରୁ ଥିଲେ ସେଇ 24 ଗୁରୁଙ୍କ ପ୍ରକାର ଭାବ ଅବସ୍ଥା ତଥା କାର୍ଯ୍ୟର ପ୍ରତୀକ ଅଟେ। ଯେମିତିକି ଅଜଗର ହେଉଛି ନିରୁଦ୍ବେଗତାର ପ୍ରତୀକ, କପୋତ ସାଂସାରିକ ମୋହମାୟାର ପ୍ରତୀକ, ସମୁଦ୍ର ଗାମ୍ଭୀର୍ଯ୍ୟର ପ୍ରତୀକ, ମହୁମାଛି ସଞ୍ଚୟର ପ୍ରତୀକ। ତେଣୁ ଏହିଭଳି ଭାବେ କବିତାରେ ସବୁ ପ୍ରାଚୀନ କବିତା ଗୁଡ଼ିକରେ ପ୍ରତୀକର ବ୍ୟବହାର ରହିଛି। ଆଉ ଆଧୁନିକ କବିତାରେ ମଧ୍ୟ ଏହାର ବ୍ୟାପକ ବ୍ୟବହାର ଦେଖିବାକୁ ମିଳେ। ଯଦିଓ ଆଧୁନିକ କବିତା କ୍ଷେତ୍ରରେ ଏହି ପ୍ରତୀକର ପ୍ରୟୋଗରେ ଟିକେ ଭିନ୍ନତା ପରିଲକ୍ଷିତ ହୁଏ। ସଂକ୍ଷେପରେ ବାକ୍ ରୀତିରେ ସମକାଳୀନ ଯୁଗର ଚେତନା, ଆଦର୍ଶ, ଅବକ୍ଷୟ ଆଉ ନିଃସଙ୍ଗତାକୁ ଆଜିକାଲି ଏହି ପ୍ରତୀକ ମାଧ୍ୟମରେ ବ୍ୟକ୍ତ କରାଯାଉଛି। ପ୍ରତୀକର ପ୍ରୟୋଗକୁ ବୌଦ୍ଧିକ କରାଯାଉଛି। ଯେଉଁ ବୌଦ୍ଧିକତାର ବଳୟ ମଧ୍ୟରେ ପ୍ରବେଶ କରିବାକୁ ହେଲେ ପାଠକକୁ ସ୍ୱତନ୍ତ୍ର ଜ୍ଞାନର ଅଧିକାରୀ ହେବା ଦରକାର। ଆଧୁନିକ କାଳର ପ୍ରତିଷ୍ଠିତ କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉତରାୟ। ତାଙ୍କ କବିତାରେ ପ୍ରତୀକର ବହୁଳ ବର୍ଣ୍ଣନା ଦେଖିବାକୁ ମିଳେ। କବିତାର ବିଭିନ୍ନ ପ୍ରସଙ୍ଗରେ ନଖ, ତ୍ୱକ୍, ଦେହ, ଆଖି, ହାତ ଏସବୁର ବର୍ଣ୍ଣନା ପ୍ରତୀକ ମାଧ୍ୟମରେ ହିଁ ପ୍ରକାଶ ପାଇଛି। ଯେପରିକି ତାଙ୍କ କବିତା ମଧ୍ୟ ରହିଛି କୁମାରୀର ନଖ ପରି ପାଲିସ, ଏଇଭଳି ସବୁ ପଙ୍କ୍ତି। ଶୁଭ୍ର ନଖର ପାଲିସ କି ପରିଷ୍କାର, ସ୍ନିଗ୍ଧ ନଖ, ଏଇଭଳି ନଖକୁ ପ୍ରତୀକାତ୍ମକ ରୂପେ ଗ୍ରହଣ କରିଛନ୍ତି। ଦେହ ବା ତ୍ୱକ୍ର ବର୍ଣ୍ଣନା କରିବାକୁ ଯାଇ ନୂଆ ପୁଅର କଞ୍ଚାଳିଆ ତ୍ୱକ୍, ଶୁଭ୍ର ତ୍ୱକ୍ର ପାଲିସ, କଞ୍ଚା ଦେହର ଢେଉ, କଞ୍ଚା ଦେହର ତନିମା, ଏହିଭଳି ବର୍ଣ୍ଣନା ସେ କରିଛନ୍ତି। ସେପରି ହାତର ବର୍ଣ୍ଣନା କରିବାକୁ ଯାଇ ଶୁଭ୍ର ହାତ ଯେମିତି ଏକ ହଳଦିଆ ଦୀପ, ଲଘୁ ହାତ ପଲ୍ଲବ ସମ କୋମଳ ପାପୁଲି, ଭେଲଭେଟ୍ ଆଖି, ଧୂସର କଣ୍ଠ, ଏହିଭଳି ଭାବେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାରେ ପ୍ରତୀକ ସବୁ ଦେଖିବାକୁ ମିଳେ। ପ୍ରତୀକ ପ୍ରୟୋଗ ମାଧ୍ୟମରେ କବିତାରେ ମହାର୍ଘ୍ୟ ବ୍ୟଞ୍ଜନା ପ୍ରଦାନ କରିବା ମଧ୍ୟ କବିଙ୍କର ଅନ୍ୟତମ ଏକ ବୈଶିଷ୍ଟ୍ୟ। ପ୍ରତୀକ ପ୍ରୟୋଗ ନିମିତ୍ତ ଆବଶ୍ୟକ ଉପାଦାନ ଭାବରେ କବି ଇତିହାସ, ପୁରାଣ, କିମ୍ବଦନ୍ତୀ ଆଦିକୁ ଗ୍ରହଣ କରନ୍ତି। କେଶ, ମୁକ୍ତି, ଉପର କକ୍ଷ, ଯୋଜନ ଗନ୍ଧା ଇତ୍ୟାଦି ଅନେକ କବିତା କବିଙ୍କର ପ୍ରତୀକ ପ୍ରୟୋଗର ସଫଳ ଦୃଷ୍ଟାନ୍ତ ବହନ କରେ। କେଶ ପ୍ରତୀକ ଧର୍ମୀ କବିତାର ଏକ ବଳିଷ୍ଠ ଦୃଷ୍ଟାନ୍ତ। ଯେଉଁ କେଶ ସ୍ୱପ୍ନ ସଂରଚନା କରି ହୃଦୟରେ ଭରିଦିଏ ପ୍ରେମାଙ୍କୁରର ପ୍ଲାବନ, ସେହି କେଶ ପୁଣି ମୃତ୍ୟୁର ପ୍ରତୀକ ଭାବେ ଆଚ୍ଛନ୍ନ କରିଛି। କେଶ ଏଠାରେ ବିପ୍ଳବର, ପ୍ରତିଶୋଧର, ପିପାସାର ଓ ମୃତ୍ୟୁର ପ୍ରତୀକ। କବିଙ୍କ ବର୍ଣ୍ଣନାରେ ଛାୟା ପରି ଆସେ ଘୋଟି ଘନ କୃଷ୍ଣ ଦୀର୍ଘ ନୀଳ କେଶ, କୋମଳ କୁଟିଳ କାନ୍ତ ଗ୍ରଥିହୀନ ନିଷ୍ଠୁର ଚିକୁର, ଭୟଙ୍କର ନିର୍ଲଜ ମୃତ୍ୟୁର ଶାଣିତ ନିଶାଣ, ଏ କେଶର ପାଣ୍ଡୁଲିପି ତଳେ ବାଜେ ପ୍ରେତର ବିଷାଣ। ଏଭଳି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଲିଖିତ କବିତାରେ ପ୍ରତୀକର ବ୍ୟବହାର ଦେଖିବାକୁ ମିଳେ। ସର୍ପ ସମ ଆସେ ଘୋଟି ବେଣୀ ମୁକ୍ତ ଘନ କୃଷ୍ଣ କେଶ। ଠିକ୍ ସେପରି ଅନ୍ଧଗଳି ଜୀବନର ସଂକୀର୍ଣ୍ଣତାର ଅଣନିଶ୍ୱାସୀ ଭାବର ପ୍ରତୀକ। କୃଷ୍ଣ ନଦୀ ବହିଯାଏ ଧାରେ, ଏହି କବିତାରେ ସମୀ ଶାଖା ଆଉ ଫାଲ୍ଗୁନୀ ପ୍ରତୀକ ଦ୍ୱୟ ମହାଭାରତରୁ ମଧ୍ୟ କବି ସଂଗ୍ରହ କରିଛନ୍ତି। ପ୍ରତୀକ ଦ୍ୱୟ ଦୁଇ ବିଶିଷ୍ଟ ଭାବର ପ୍ରକାଶକ ଅଟନ୍ତି। ଯେପରିକି ଛଦ୍ମବେଶୀ ମୁଜେ ଛଦ୍ମବେଶୀ, ତୁମେ ମୋର ସମୀ ଶାଖା, ତୁମ କୋଳେ ମୁହିଁ ପରଦେଶୀ, ଲୁଚାଇବି ଅସ୍ତ୍ର ମୋର ହଜାଇବି ମୋର ଅଗ୍ନି ତୁଣି, ଆଷାଢ଼ର ରହସ୍ୟରେ ରଚିତ ମୋ ସୁବର୍ଣ୍ଣ ଛାଉଣି। ଏହି ପଙ୍କ୍ତିରେ ତିନୋଟି ପ୍ରତୀକ, ଗୋଟିଏ ହେଲା ଛଦ୍ମବେଶୀ, ଆଉ ଗୋଟିଏ ସମୀ ଶାଖା, ଆଉ ଗୋଟିଏ ଅସ୍ତ୍ର, ଏହାକୁ ପ୍ରୟୋଗ କରାଯାଇଛି।
ଏହାକୁ ପ୍ରୟୋଗ କରାଯାଇଛି। ପାଣ୍ଡବମାନେ 12 ବର୍ଷ ବନବାସ କଲାପରେ ବର୍ଷେ ଅଜ୍ଞାତବାସରେ କଟେଇଥିଲେ। ଏହି ସମୟରେ ସେମାନେ ଛଦ୍ମବେଶୀ ହୋଇ ଜୀବନ ଧାରଣ କରିଥିଲେ, ଅର୍ଥାତ୍ ଛଦ୍ମବେଶରେ ରହି ଜୀବନ ଧାରଣ କରିଥିଲେ। ସମୀବୃକ୍ଷର କୋରଡ଼ରେ ଆପଣାର ଅସ୍ତ୍ର ଲୁଚାଇ ଗାଣ୍ଡିବ ଧନୁର୍ଦ୍ଧାରୀ ଅର୍ଜୁନ ନପୁଂସକ ବୃହନ୍ନଳା ରୂପ ଧାରଣ କରିଥିଲା। ତେଣୁ ଏହାର ଏହିପରି ଅର୍ଥ ବ୍ୟଞ୍ଜନା କରାଯାଇପାରେ। ଶୌର୍ଯ୍ୟ ବୀର୍ଯ୍ୟର ଅଧିକାରୀ ପୁରୁଷ ସମୀବୃକ୍ଷ ବା ସମୀକୋଟର ରୂପୀ ନାରୀ ପାଖରେ ନିଜର ଅସ୍ତ୍ର ଅର୍ଥାତ୍ ପୌରୁଷତ୍ୱକୁ ଲୁଚାଇ ନାରୀ ପରି ନିର୍ବୀର୍ଯ୍ୟ ହୋଇ ପଡ଼ିଥିଲା। ଛଦ୍ମବେଶୀ ଶକ୍ତିଧର ଗାଣ୍ଡିବଧାରୀ ଅର୍ଜୁନ ସମୀଶାଖାର କୋରଟ ନାରୀର ଯୌନାଙ୍ଗ ଓ ଅସ୍ତ୍ର ହେଉଛି ଏଠି ପୌରୁଷର ପ୍ରତୀକ। ତେଣୁ ଏହିଭଳି ଭାବେ ସବୁ ପ୍ରତୀକର ବ୍ୟବହାର ଦେଖିବାକୁ ମିଳେ ଓଡ଼ିଆ ସାହିତ୍ୟରେ। ସେହିପରି କବି ସୀତାକାନ୍ତ ମହାପାତ୍ର ମଧ୍ୟ ପ୍ରତୀକ ପ୍ରୟୋଗରେ ସିଦ୍ଧହସ୍ତ ଥିଲେ। ଆଧୁନିକ ମଣିଷର ଜଟିଳ ଜୀବନବୋଧ ବୁଢ଼ିଆଣୀ ଜାଲ ଭଳି କିପରି ବୁଢ଼ିଆଣୀ ଜାଲ ପ୍ରତୀକ ମାଧ୍ୟମରେ ସେ ମଧ୍ୟ ନିଜର ସହରର ଇତିକଥା କବିତାରେ ପ୍ରକାଶିତ କରିଛନ୍ତି। ତାଙ୍କର ପଙ୍କ୍ତି ହେଲା, କଫି ପିଉଛନ୍ତି କେତେ ପଥର କଟାଳି, ପଥର କାଟୁଛି ସିନା ଜୀବନର, ବୁଢ଼ିଆଣୀ ଜାଲ କଟୁନାହିଁ କାନ୍ଧରେ ସେମାନଙ୍କର, ଜିଁବାର ମୋଟା ମୋଟା ଅଚଞ୍ଛା ଜୁଆଳି। ସହରର ଇତିକଥା କବି ହେଉଛନ୍ତି ସୀତାକାନ୍ତ ମହାପାତ୍ର। ଏମାନଙ୍କ ବ୍ୟତୀତ ରମାକାନ୍ତ ରଥ, ଚିନ୍ତାମଣି ବେହେରା, ଶରତଚନ୍ଦ୍ର ପ୍ରଧାନ, ସୌଭାଗ୍ୟ ମିଶ୍ର, ଭାନୁଜୀ ରାଓ, ପ୍ରତିଭା ଶତପଥୀ ପ୍ରମୁଖ ବହୁ କବି କବୟିତ୍ରୀଙ୍କ କବିତାରେ ପ୍ରତୀକର ସଫଳ ପ୍ରୟୋଗ କରାଯାଇଛି। ଜୀବନର ବିବିଧ ଚିତ୍ର ଭାବାନୁଭୂତିର ସହଜ ସରଳ ପରିପ୍ରକାଶ ନିମନ୍ତେ ଆଜିର କବି ପାଖରେ ଏହି ପ୍ରତୀକ ପ୍ରୟୋଗ ହୋଇଛି ଭାରି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହିଭଳି ଭାବେ ପ୍ରତୀକର ଆଲୋଚନା କରୁଥିଲେ। ବର୍ତ୍ତମାନ ଆସିବା ଚିତ୍ରକଳ୍ପ ବା ଯାହାକୁ କୁହାଯାଏ ଇମେଜ୍। ତେଣୁ ଏହି ଚିତ୍ରକଳ୍ପ କ'ଣ, ଏହାକୁ ନେଇ ଆଧୁନିକ ସାହିତ୍ୟରେ ଆଲୋଚନା ପର୍ଯ୍ୟାଲୋଚନାର ଅନ୍ତ ନାହିଁ। ମୁଖ୍ୟତଃ ଅନ୍ତ ନ ହେବାର ମଧ୍ୟ ଦୁଇଟି କାରଣ ରହିଛି। ଗୋଟିଏ ହେଲା ଯେ ଚିତ୍ରକଳ୍ପର ଅର୍ଥ ଆଉ ଏହାର ଉଦ୍ଦେଶ୍ୟ ବୁଝିବାରେ ହୁଏତ ଆମେ ସଫଳ ହୋଇପାରିନାହୁଁ। ଦ୍ୱିତୀୟ ହେଲା ବିମ୍ବ ଅନ୍ୱେଷଣରେ ଆମେ ଦୁର୍ବଳ ଓ ମାଳ ମାଳ ଚିତ୍ରକଳ୍ପର ପ୍ରୟୋଗ କରି କବିପଣର ମାଧୁର୍ଯ୍ୟକୁ ଅସାର ମନେ କରିବା। ତାହେଲେ ଜାଣିବା କ'ଣ ଏହି ଚିତ୍ରକଳ୍ପ ବା କ'ଣ ଏହି ବିମ୍ବ। ଏହିପରି ଅନେକ ପ୍ରଶ୍ନ କବି ଦାର୍ଶନିକମାନଙ୍କୁ ସବୁବେଳେ ରୋମାଞ୍ଚିତ କରିଛି। ମାତ୍ର ଏହାର ସନ୍ତୋଷ ଉତ୍ତର ବା ସନ୍ତୋଷଜନକ ଉତ୍ତର କାହାକୁ ମଧ୍ୟ ମିଳିପାରିନାହିଁ। ଏହାର ସଂଜ୍ଞାକୁ ନିରୂପଣ କରିବାକୁ ଯାଇ ଏଜରା ପାଉଣ୍ଡ ମଧ୍ୟ କହିଛନ୍ତି, an intellectual and emotional complex in an instance of time that is image। ସାଧାରଣତଃ ଇମେଜ୍ କହିଲେ ଆମେ ବୁଝିବା ଗୋଟେ ଚିତ୍ର। ପ୍ରଥମେ ଏହି ଶବ୍ଦ ଚାରୁକଳା ଆଉ ସ୍ଥାପତ୍ୟରେ ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ ସମୟରେ ଇଂରାଜୀ ସାହିତ୍ୟରେ ଇମେଜ୍ ଶବ୍ଦର ବ୍ୟବହାର ହେଲା। ଏହା କୌଣସି ଏକ ଚିତ୍ର ବା ଘଟଣାବଳୀକୁ ବର୍ଣ୍ଣନା କରିବାକୁ ପ୍ରଥମେ ବୁଝାଉଥିଲା। ଏହା କାବ୍ୟ କବିତାର ସୌନ୍ଦର୍ଯ୍ୟ ବିଧାୟକ ଧର୍ମ ମଧ୍ୟ ଥିଲା। ସିମିଲି ଓ ମେଟାଫର ଯାହାକି ଇମେଜ୍ ଶବ୍ଦର ଖୁବ୍ ନିକଟବର୍ତ୍ତୀ। ସେଥିପାଇଁ ୱର୍ଡସୱାର୍ଥ କଲେରିଜ୍ ଇମେଜ୍କୁ ମେଟାଫର ଓ ସିମିଲି ଭାବରେ ମଧ୍ୟ ଅନେକ କ୍ଷେତ୍ରରେ ବ୍ୟବହାର କରିଛନ୍ତି। ଆଉ କଲେରିଜ୍ଙ୍କ ମତରେ ଇମେଜ୍ ହାଉ ଏଭର ବ୍ୟୁଟିଫୁଲ୍ ଦୋ ଫେଥଫୁଲି copied from nature and as accordingly represented in words do not for themselves characterized the poet। 19ଶ ଶତାବ୍ଦୀର ଆରମ୍ଭରେ ମେଟାଫର ଓ ସିମିଲି ସହ ଘନିଷ୍ଠ ସମ୍ବନ୍ଧ ରଖିଥିବା ଇମେଜ୍ ଶତାବ୍ଦୀର ଶେଷ ଭାଗରେ କିନ୍ତୁ ଏହି ସମ୍ବନ୍ଧ ଛିନ୍ନ କରିଛି। ଅର୍ଥାତ୍ ମେଟାଫର ଆଉ ସିମିଲି ୟାଠୁ ଦୂରେଇ ଯାଇଛି। ଇମେଜ୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। 1895 ମସିହାରେ H.G. ଲୁଇସ୍ ତାଙ୍କ ରଚିତ ଡିଷ୍ଟିଙ୍କ୍ଟ ଇମେଜ୍ ନେସେସରୀ
ନାମକ ଏକ ପ୍ରବନ୍ଧରେ ଏହି ଚିତ୍ରକଳ୍ପକୁ କାବ୍ୟ ବିଚାରର ମୁଖ୍ୟ ମାନଦଣ୍ଡ ଭାବେ ଗ୍ରହଣ କରିଥିଲେ। ପରେ ରେମି ଦି ଗୁର୍ମ ସେହି କବିଙ୍କୁ ମଧ୍ୟ ଚିତ୍ରକଳ୍ପନାର କବି ଆଉ ଭାବାନୁଭୂତିର କବି ବୋଲି ସେ ଦୁଇ ପ୍ରକାର ଭାବରେ କବିଙ୍କୁ ଭାଗ କଲେ। ଅର୍ଥାତ୍ ରେମି ଦି ଗୁର୍ମ କବିମାନଙ୍କୁ ଦୁଇ ଭାଗ କଲେ। ଗୋଟିଏ ହେଲା ଚିତ୍ରକଳ୍ପନାର କବି, ଆଉ ଜଣେ ଭାବାନୁଭୂତିର କବି। ରେମି କହିଲେ କବି ମଧ୍ୟ ଚିତ୍ର ଅଙ୍କନ କରିବାକୁ ସମର୍ଥ ହୋଇଥାଏ। ତାଙ୍କ ମତରେ ଚିତ୍ରକଳ୍ପନାର କବି ସବୁଠାରୁ ଉତ୍କୃଷ୍ଟ ଅଟନ୍ତି, କିନ୍ତୁ ଭାବାନୁଭୂତିର କବି କର୍ତ୍ତବ୍ୟପରାୟଣ। ଚିତ୍ରକଳ୍ପନାର କବି ନୂଆ ନୂଆ ମେଟାଫୋରର ଅନୁସନ୍ଧାନ କରୁଥିଲା ବେଳେ ତୁଳନା ହେଉଛି ଏହାର ମୁଖ୍ୟ କଥା। ମାତ୍ର ତୁଳନା ସମୟରେ ଦୁଇଟି ଭିନ୍ନ ବସ୍ତୁ ମଧ୍ୟରେ ଅଭିନ୍ନତ୍ୱ ପ୍ରତିଷ୍ଠା ପୂର୍ଣ୍ଣତଃ ସମ୍ଭବପର ହୁଏ ନା। କେଉଁଠି ନା କେଉଁଠି ଅପୂର୍ଣ୍ଣତା ରହିଯାଏ। ତେଣୁ ଦୃଷ୍ଟି ବା ଶ୍ରୁତିରେ ସାଦୃଶ୍ୟ ଥିବା ଦୁଇ ବସ୍ତୁ ମଧ୍ୟରେ ତୁଳନା ଏହି ଅପୂର୍ଣ୍ଣତାକୁ ଦୂର କରେ। ଦୃଷ୍ଟି ଓ ଶ୍ରୁତି ପ୍ରସଙ୍ଗ ସମ୍ପର୍କରେ ସବିଶେଷ ସେ ଆଲୋଚନା କରିଥିଲେ। ମନୁଷ୍ୟ ପଞ୍ଚ ଇନ୍ଦ୍ରିୟର ଅଧିକାରୀ। ଚକ୍ଷୁ, କର୍ଣ୍ଣ, ଜିହ୍ୱା, ନାସା ଏବଂ ତ୍ୱକ୍। ଏହା ମାଧ୍ୟମରେ ହିଁ ଆମେ ଅନୁଭବ କରୁ। ହୃଦୟ ମଧ୍ୟ ଏହାର ଏକ ବିଶିଷ୍ଟ ମାଧ୍ୟମ। ଚକ୍ଷୁ ସାହାଯ୍ୟରେ ଦେଖିବା, କାନ ଦ୍ୱାରା ଶୁଣିବା ପରି ପ୍ରତ୍ୟେକ ଇନ୍ଦ୍ରିୟ ଗୋଟିଏ ଗୋଟିଏ ଅନୁଭୂତି ସହ ଜଡ଼ିତ। ଇନ୍ଦ୍ରିୟଜ ଅନୁଭୂତିକୁ ଯଦି ଲେଖକ ହୃଦୟରେ ଅନୁଭବ କରିବେ, ତେବେ ତାହା ହୃଦୟର ଏକାନ୍ତ ନିଜସ୍ୱ ପାଲଟିଯିବ। ଆଉ ଏହି ହୃଦୟାନୁଭୂତିକୁ ଲେଖକ ଇମେଜ ମାଧ୍ୟମରେ ନିଜର ଭାଷାରେ ବ୍ୟକ୍ତ କରେ, ଯାହାଫଳରେ ଶବ୍ଦ ପାଲଟିଯାଏ ଏକ ଦର୍ଶନୀୟ ଚିତ୍ର। ଏହା ହୃଦୟ ସହିତ ସମ୍ପର୍କ ଯୋଡ଼ିଦିଏ। ଏହାକୁ ହିଁ କହିବା ଆମେ ଚିତ୍ରକଳ୍ପ। 1885ରୁ 1900 ମସିହା ପର୍ଯ୍ୟନ୍ତ ପ୍ରତୀକବାଦୀ ଚେତନା ଫ୍ରାନ୍ସର କାବ୍ୟ କବିତାକୁ ଆଚ୍ଛାଦିତ କରିଥିଲା, କିନ୍ତୁ ଏହି ଚେତନା ଆଉ ଦୀର୍ଘ ସମୟ ପାଇଁ ବିସ୍ତାର କରିପାରିଲା ନାହିଁ। 1891 ମସିହାରେ ସମସ୍ତ ପାଶ୍ଚାତ୍ୟ କବି ଏକ ନବ୍ୟ ଚେତନାର ଧାରା ପ୍ରତି ଆକର୍ଷିତ ହେଲେ, ଯେଉଁ ଧାରାକୁ ଏକ ଇକୋଲି ରୋମାନ୍ସ ଧାରା ବୋଲି କୁହାଗଲା। ଷୋଡ଼ଶ ସପ୍ତଦଶ ଶତାବ୍ଦୀରେ ଗ୍ରୀକ୍ ଓ ରୋମାନମାନଙ୍କ ସାହିତ୍ୟ ଦର୍ଶନ ଫ୍ରାନ୍ସୀୟମାନଙ୍କୁ ପ୍ରଭାବିତ କରିଥିଲା। ଫଳରେ ହେନରିଚ୍ ରେଜିନିୟର, ପାଉଲ କ୍ଲାଉଡସ୍ ଏହାଦ୍ୱାରା ପ୍ରଭାବିତ ହୋଇ ଏକ ନବ୍ୟ କ୍ଲାସିକ ଦର୍ଶନ ସମ୍ପର୍କରେ ଧାରଣା ଦେଲେ। ସମୟକ୍ରମେ ପ୍ରତୀକବାଦୀ ଚେତନାର ସ୍ୱରୂପ ବଦଳିଗଲା। ଏହା ଜାଗାରେ କ୍ୟୁବିଜିମ୍, ଫାଣ୍ଟାସିଜିମ୍, ୟୁନାନିମିଜିମ୍, ଡାଡାଜିମ୍ ଏହିସବୁ ସୃଷ୍ଟି ହେଲା। ଏହିସବୁ ଚେତନାର ଧାରାରେ କବିତା ଲେଖୁଥିବା କବିଙ୍କୁ କୁହାଗଲା ଚିତ୍ରକଳ୍ପବାଦୀ କବି। ଏମାନଙ୍କର କବିତାର ପ୍ରଭାବ ବିଂଶ ଶତାବ୍ଦୀରେ ଏକ ଆଙ୍ଗ୍ଲୋ ଆମେରିକୀୟ କାଳ୍ପନିକ ବିପ୍ଳବକୁ ମଧ୍ୟ ଜନ୍ମ ଦେଲା। ଏହିପରି ଭାବରେ କାଲିନ୍ସନ୍, ଜର୍ଜ ଷ୍ଟିଫେନ୍ସ, ରୋସେଟି, ଥମାସ ଉଲ୍ଲାର ପ୍ରମୁଖ ମଧ୍ୟ ଏହି ଚିତ୍ରକଳ୍ପକୁ ଗୁରୁତ୍ୱ ଦେଲେ। ତନ୍ମଧ୍ୟରୁ ପ୍ରକୃତି ପ୍ରତି ଆନ୍ତରିକତା, ସୁନ୍ଦର ଚିତ୍ର ଓ ପ୍ରତିକୃତି ନିର୍ମାଣ, ଅତୀତର ତ୍ରୁଟିଯୁକ୍ତ କଳା ପ୍ରତି ସମବେଦନା ଓ ନିଜସ୍ୱ ମୌଳିକ ଚେତନା ଥିଲା ଅନ୍ୟତମ। ଏମାନେ ଭିକ୍ଟୋରିଆନ୍ ଯୁଗର ଆଦର୍ଶ ଓ ସମକାଳୀନ ଜର୍ଜ ଗୋଷ୍ଠୀ କବିଙ୍କ ମତବାଦର ମଧ୍ୟ ବିରୋଧାଚରଣ କରୁଥିଲେ। ଏଭଳି ଭାବେ ଚିତ୍ରକଳ୍ପବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଥମେ ଏହା ଆମେରିକୀୟ ସାହିତ୍ୟକୁ ପ୍ରଭାବିତ କରିଥିଲା। ଇଂଲଣ୍ଡରେ 1909 ମସିହାରେ ପ୍ରଚଳିତ କାବ୍ୟ ରୀତିର ବିରୋଧାଚରଣ କରି ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା, ଯାହାର ନେତୃତ୍ୱ ନେଇଥିଲେ ଟି.ଇ. ହ୍ୟୁମ୍, ଏଜରା ପାଉଣ୍ଡ, ଇ. ଷ୍ଟୋରର, ଏଫ୍. ଫାର୍, ଏଫ୍. ଟ୍ରଙ୍କିଡ୍। ଏମାନେ ସବୁ ମଧ୍ୟ ଅନୁଗାମୀ ଥିଲେ। ଏମାନଙ୍କ ସହ ଯୋଗ ଦେଇଥିଲେ ହିଲ୍ଡା ଡୁଲିଟିଲ୍, ଆର୍ଲିଂଟନ୍ ପ୍ରମୁଖ। 1912 ମସିହାରେ ଏଜରା ପାଉଣ୍ଡ ଆଉ ରିଚାର୍ଡ ଆର୍ଲିଂଟନ୍ ମିଶି ନୂତନ କବିତା କୌଶଳର ଏକ ଇସ୍ତାହାର ମଧ୍ୟ ପ୍ରକାଶ କରି ଏଥିରେ କିଛି ନିୟମକୁ ଗୁରୁତ୍ୱ ଦେଲେ ଏବଂ ସେ ନିୟମ ମୁଖ୍ୟତଃ ତିନୋଟି ଥିଲା। ଗୋଟିଏ ହେଉଛି ଅନ୍ତର କଥା ହେଉ କି ବାହ୍ୟ ଜଗତର କଥା,
ଯାହା କହିବ ସିଧାସଳଖ କହିବ, ପ୍ରତ୍ୟକ୍ଷ ଭାବେ କହିବ। ଦ୍ୱିତୀୟ ହେଲା କବିତାର ଉପସ୍ଥାପନରେ ଆବଶ୍ୟକ ହେଉନଥିବା ଶବ୍ଦକୁ ପ୍ରୟୋଗ କରିବା ଅନୁଚିତ। ତୃତୀୟ ହେଲା କବିତାର ଛନ୍ଦକୁ ଉପଧା ମିଳନ ଭିତରେ ବାନ୍ଧି ନ ରଖି ଖଣ୍ଡବାକ୍ୟମାନଙ୍କର ସାଙ୍ଗୀତିକ ବିନ୍ୟାସ ମଧ୍ୟରେ ସଂଯୋଜିତ କରିବା ଉଚିତ। ଏହି ତିନୋଟି ନିୟମ ବିଷୟରେ ଏଜରା ପାଉଣ୍ଡ ମଧ୍ୟ ଆଉ କିଛି ଉପଦେଶ ଖଞ୍ଜି ଯୁବକବିମାନଙ୍କୁ ଏହା ପ୍ରଦାନ କଲେ। ଯେମିତିକି ଏହି ତିନୋଟି ନିୟମକୁ ଗ୍ରହଣ କରିବା ପାଇଁ ଏଜରା ପାଉଣ୍ଡ ଯୁବକବିମାନଙ୍କୁ ନିବେଦନ କଲେ ତଥା ସମାଲୋଚକମାନଙ୍କ ସମାଲୋଚନାକୁ ଭୟ ନ କରିବାକୁ ସେ ଉପଦେଶ ଦେଲେ। ଏହିଭଳି ବିଶେଷଣ ପ୍ରୟୋଗ କରିବା ଉଚିତ ଯାହାଦ୍ୱାରା କି ଚିତ୍ରକଳ୍ପଟିଏ କେବେ ମଳିନ ପଡ଼ିବ ନାହିଁ। କବିତା ଲେଖିବାକୁ ସହଜ କାର୍ଯ୍ୟ ବୋଲି ଭାବିବା କେବେ ଅନୁଚିତ। କବିତା ହୃଦୟଙ୍ଗମ କରୁଥିବା ଜଣେ ପାଠକକୁ ସନ୍ତୁଷ୍ଟ କରିବା ପାଇଁ ଯଥାସମ୍ଭବ ସେଥିରେ ପ୍ରୟାସ କରିବା ଉଚିତ। ପୂର୍ବସୂରୀମାନଙ୍କ ଦ୍ୱାରା ପ୍ରଭାବିତ ହେବା ଉଚିତ, ମାତ୍ର ତାର ଅର୍ଥ ନୁହେଁ ଯେ ସେମାନଙ୍କ କବିତାର ଧାଡ଼ି, ଉକ୍ତି ଆଉ ଚିତ୍ରକଳ୍ପକୁ ଆଣି ସିଧାସଳଖ ନିଜ କବିତାରେ ପ୍ରୟୋଗ କରିଦେବା। କୌଣସି ଗୋଟିଏ ଦୃଷ୍ଟିକୋଣକୁ ନେଇ କବିତା କେବେ ଲେଖାଯିବା ଉଚିତ ନୁହେଁ। କବିତାଟା ବର୍ଣ୍ଣନା ପ୍ରଧାନ ହେବା ଉଚିତ। କବି ଏହିଭଳି କୌଶଳ ଅବଲମ୍ବନ କରିବାକୁ ହେବ ଯାହାକି ଚିତ୍ରଶିଳ୍ପୀ ପକ୍ଷେ କରିବା ଅସମ୍ଭବ ହୋଇପଡ଼ିବ। କବିତାର ପଙ୍କ୍ତି ସଂରଚନା ଉପରେ ସଦାସର୍ବଦା ଧ୍ୟାନ ଦେବା ଜରୁରୀ। ଯଦି ଶୃଙ୍ଖଳାବଦ୍ଧ ଶୈଳୀରେ କବିତା ଲେଖୁଥାଅ ତେବେ କେତୋଟି ଧାଡ଼ିରେ ବକ୍ତବ୍ୟ ସମାପନ କରି ଅନ୍ୟ ଧାଡ଼ିଗୁଡ଼ିକୁ ଅପାଙ୍କ୍ତେୟ କରିଦିଅ ନାହିଁ। କବି ପାଇଁ ପ୍ରତ୍ୟେକଟି ଧାଡ଼ି ସମଗୁରୁତ୍ୱପୂର୍ଣ୍ଣ ହେବା ଉଚିତ। ଜୋର ଜବରଦସ୍ତି କରି ଛନ୍ଦରେ ଚମକ ଆଣିବାକୁ ପ୍ରୟାସ କରିବା ଅନୁଚିତ। ଏପରି କବିତା ସୃଷ୍ଟି କରିବା ଦରକାର ଯାହା ସବୁ ଭାଷାର ପାଠକମାନଙ୍କ ମନକୁ ଛୁଇଁ ପାରୁଥିବ। ଅନୁବାଦ କଲେ ମଧ୍ୟ ପୂର୍ବ ମାଧୁର୍ଯ୍ୟ ବଜାୟ ରହୁଥିବ। ଏହିଭଳି ଭାବେ ଉପଦେଶ ଦେଇଥିଲେ ଏଜରା ପାଉଣ୍ଡ ଯୁବକବିମାନଙ୍କୁ। କବି ଓ କବିତା ସର୍ବଦା ତରୁଣ ଆଉ ପ୍ରବୀଣ ହୋଇ ରହୁ। ଭଲ କବିତା କାଳଜୟୀ ହେଉ, ଅପକବିତାର ବିଲୟ ହେଉ। ଏହି ଆଦର୍ଶକୁ ଆଧାର କରି ଏଜରା ପାଉଣ୍ଡ ତରୁଣ କବିମାନଙ୍କୁ ଏହିଭଳି ଉପଦେଶ ପ୍ରଦାନ କରିଥିଲେ। ଗଦା ଗଦା ବହି ଲେଖିବା ଅପେକ୍ଷା ଗୋଟିଏ ସୁନ୍ଦର ଇମେଜ ସୃଷ୍ଟି କରିବା ପାଇଁ କବି ସର୍ବଦା ଚେଷ୍ଟା କରିବା ଉଚିତ ବୋଲି ସେ କହୁଥିଲେ। ସେହିପରି ଟି.ଇ. ହ୍ୟୁମ ମଧ୍ୟ ଚିତ୍ରକଳ୍ପର ଗୁରୁତ୍ୱକୁ ଉପଲବ୍ଧି କରି ଗଦ୍ୟ ଓ କବିତା ମଧ୍ୟରେ ଥିବା ପ୍ରଭେଦକୁ ସେ ନିରୂପଣ କରିଥିଲେ। ଆଉ ଏମାନଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରଥମେ ଆମେରିକାରେ ଇମେଜ ମୁଭମେଣ୍ଟର ଗୁରୁତ୍ୱ ବଢ଼ିଥିଲା। ଏଜରା ପାଉଣ୍ଡଙ୍କ ଏହି ଯେଉଁ ତ୍ରିସୂତ୍ରୀ ନିୟମାବଳୀ ସାଙ୍ଗକୁ ତରୁଣ କବିମାନଙ୍କୁ ଦେଇଥିବା ଉପଦେଶ ଏହି ଆନ୍ଦୋଳନକୁ ପରିପୂର୍ଣ୍ଣ ରୂପ ଦେଇଥିଲା। ଏଜରା ପାଉଣ୍ଡଙ୍କ ସମ୍ପାଦନାରେ ଏକ ପୁସ୍ତକ ପ୍ରକାଶ ପାଇଲା ଯାହାକି ଡେସ୍ ଇମାଜିଷ୍ଟ୍ସ ଆନ୍ଥୋଲୋଜି। ଆଉ ପାଉଣ୍ଡଙ୍କ ମତରେ ଚିନ୍ତା ବା ତର୍କ କବିତାର ମୂଳ ଉତ୍ସ ହୋଇପାରେ, କିନ୍ତୁ ଇନ୍ଦ୍ରିୟାନୁଭୂତି ହେଉଛି କବିତାର ମର୍ମ କଥା। ହେଇପାରେ ତର୍କ ବା ବିତର୍କ ମୂଳ ଉତ୍ସ, କିନ୍ତୁ ଇନ୍ଦ୍ରିୟାନୁଭୂତି ହେଉଛି କବିତାର ମୂଳ କଥା। ତେଣୁ ଇମେଜ ବା ଚିତ୍ରକଳ୍ପର ପରିପାଟି ଦ୍ୱାରା ଏହା ଆହୁରି ମାଧୁର୍ଯ୍ୟମୟ ହୋଇଉଠେ। ହ୍ୟୁମଙ୍କର ଚିତ୍ରକଳ୍ପବାଦୀ ଆନ୍ଦୋଳନକୁ ପ୍ରସାରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଜରା ପାଉଣ୍ଡ କିନ୍ତୁ ପରବର୍ତ୍ତୀ ସମୟରେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଇମାଜିମ୍କୁ ଆମେଜିମ୍ ବୋଲି ସେ ଆକ୍ଷେପ କରିଛନ୍ତି, କିନ୍ତୁ ଫ୍ଲେଚର, ଫ୍ଲିଣ୍ଟ, ଆର୍ଲିଙ୍ଗଟନ୍, ଲରେନ୍ସ, ଆମିଲୋୱେଲ୍ ଶେଷ ପର୍ଯ୍ୟନ୍ତ ଇମେଜିମ୍କୁ ପରିତ୍ୟାଗ କରିପାରିନାହାନ୍ତି। ଏହାର ପ୍ରଥମ ସଂଖ୍ୟାରେ ଇମେଜିଷ୍ଟ କବିତାର ନୀତି ନିୟମ ମଧ୍ୟ ପ୍ରକାଶ ପାଇଛି। ଯେପରିକି କବିତାରେ ଆଳଙ୍କରିକ ଭାଷା ପ୍ରୟୋଗ ଅପେକ୍ଷା କଥିତ ଭାଷା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଛନ୍ଦ ପ୍ରୟୋଗରେ କବିର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବା ସହିତ ବିଶେଷ କରି କାବ୍ୟ କବିତାରେ ମୁକ୍ତ ଛନ୍ଦ ପ୍ରୟୋଗ କରାଯିବା ଉଚିତ। ବିଷୟ ନିର୍ବାଚନରେ ମଧ୍ୟ କବିର ସ୍ୱାଧୀନତା ରହିବା ଏକାନ୍ତ ଆବଶ୍ୟକ। କବିତା ରସଘନ ହେବା ସହ କବିତାରେ ଭାବର ସାନ୍ଦ୍ରତା ରହିବା ଉଚିତ। କବିତା ରହସ୍ୟବାଦୀ ନ ହୋଇ ଅନୁଭୂତି ଓ ଭାବନାରେ ଦୃଶ୍ୟାତ୍ମକ ହେବା ଦରକାର। ଚିତ୍ରକଳ୍ପ ଦ୍ୱାରା ହିଁ ଏହା କେବଳ ସମ୍ଭବ ହେବ। 1930 ମସିହାରେ ମଧ୍ୟ ଇମେଜିଷ୍ଟ କବିମାନଙ୍କ ଶେଷ କାବ୍ୟ ସଂକଳନ ଇମେଜିଷ୍ଟ ଆନ୍ଥୋଲୋଜି ପ୍ରକାଶ ପାଇଲା।
ହ୍ୟୁମ୍ ଚିତ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କଲେ ଯେ କବିତାଟିର ପ୍ରତ୍ୟେକଟି ଶବ୍ଦ ଚିତ୍ରକଳାତ୍ମକ ହେବା ଉଚିତ। ଭାବନାଭୂତି ବିନା କାବ୍ୟ କଳ୍ପନା ଅସମ୍ଭବ। ଆଉ ସେଇ ଭାବନାଭୂତି ହିଁ କବିତାରେ ସୁସ୍ପଷ୍ଟ ରୂପ ପରିଗ୍ରହ କରେ। ପରବର୍ତ୍ତୀ ସମୟରେ ଏଜରା ପାଉଣ୍ଡ ଚିତ୍ରକଳ୍ପକୁ ସ୍ୱାଭାବିକ କଂକ୍ରିଟ୍ସ ବୋଲି କହିଲେ। ଇନ୍ଦ୍ରିୟାନୁଭୂତି ଉପରେ ସେ ଗୁରୁତ୍ୱ ଦେଲେ। ଚିତ୍ରକଳ୍ପ ଏହି ଇନ୍ଦ୍ରିୟାନୁଭୂତିର ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ସମ୍ପୂର୍ଣ୍ଣ କବିତା ଯେ ଏକ ଚିତ୍ରକଳ୍ପର କବିତା ହୋଇପାରେ, ଏହା ଉପରେ ପାଉଣ୍ଡ ଗୁରୁତ୍ୱ ପ୍ରଦାନ କଲେ। ଏହିଭଳି ଭାବେ ଆଧୁନିକ କବିତାର ଆବେଦନରେ ରହିଲା ବା ସୃଜନରେ ରହିଲା ଚିତ୍ରକଳ୍ପ ମୂଳ ରୂପେ। କବିତାରେ ଚିତ୍ରକଳ୍ପର ପ୍ରୟୋଗ ଯେତେ ବାସ୍ତବ ଏବଂ ଉପଯୁକ୍ତ ମନେ ହେଲା, କବିତା ସେତେ ଉଚ୍ଚକୋଟୀର ବୋଧ ହେଲା। ପ୍ରାଚୀନ କବିତାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚରିତ୍ରକୁ ଦିଆଯାଉଥିଲା, ଆଧୁନିକ କବିତାରେ ସେହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚିତ୍ରକଳ୍ପକୁ ପ୍ରଦାନ କରାଗଲା। ଓଡ଼ିଆ କବିତାରେ ମଧ୍ୟ ଚିତ୍ରକଳ୍ପର ବ୍ୟାପକ ପ୍ରୟୋଗ ଦେଖିବାକୁ ମିଳେ। ଚିତ୍ରକଳ୍ପର ସଫଳ ପ୍ରୟୋଗ କେବଳ ପାଶ୍ଚାତ୍ୟ କାବ୍ୟ କବିତାରେ ଆଉ ସୀମିତ ନାହିଁ। ଭାରତୀୟ ସାହିତ୍ୟରେ ବେଦ, ଉପନିଷଦ, ପୁରାଣ ଠାରୁ ଆରମ୍ଭ କରି ଚର୍ଯା ଗୀତିକା ପର୍ଯ୍ୟନ୍ତ ସର୍ବତ୍ର ଚିତ୍ରକଳ୍ପର ସଫଳ ପ୍ରୟୋଗ ଲକ୍ଷ୍ୟ କରାଯାଏ। ତେଣୁ ଏଠାରେ ଆମେ ସ୍ପଷ୍ଟ କରିବା ଯେ ଚିତ୍ରକଳ୍ପ ଉପମା କି ରୂପକ ଏଇଭଳି ଚିତ୍ର କଥା ନୁହଁ, କିନ୍ତୁ ଉପଯୁକ୍ତ ପରିବେଶରେ ସମୟ ସମୟ ଉପମା, ରୂପକ ଓ ଚିତ୍ରକଥା ମଧ୍ୟ ଚିତ୍ରକଳ୍ପର ରୂପ ପାଇପାରନ୍ତି। ଯେମିତିକି ଉଦାହରଣ ହେଲା ଆଧୁନିକ ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତିଙ୍କ ରଚିତ କବିତା ଅରଖ ଫୁଲର ଫିକା ବାଇଗଣୀ ବଉଦ ଉପରେ, ସୂର୍ଯ୍ୟ କେବେ ରହିଯାଏ ମୁହୂର୍ତ୍ତକ ହଳଦିଆ ପ୍ରଜାପତି ପରି। ତେଣୁ ଏ ପଂକ୍ତିରେ ଚିତ୍ରକଳ୍ପ ନାହିଁ, କିନ୍ତୁ ଉପମା ଅଛି। ଅରଖ ଫୁଲ ହେଉଛି ଉପମାନ ଆଉ ବଉଦ ହେଉଛି ଉପମେୟ। ମାତ୍ର ଅରଖ ଫୁଲ ରୂପୀ ବଉଦ ଉପରେ ଯେତେବେଳେ ସୂର୍ଯ୍ୟ ରୂପକ ହଳଦିଆ ପ୍ରଜାପତି ଆସି କ୍ଷଣକ ସମୟ ପାଇଁ ବସିଯାଏ, ସେ ସମୟରେ ଉପମା ଓ ଉପମେୟ ଭିନ୍ନ ଏକ ଅନୁଭୂତି ସହ ସଂଲଗ୍ନ ହୋଇଯାଆନ୍ତି। ଠିକ୍ ସେମିତି ରୂପକ ବା ମେଟାଫର ଯେ ପର୍ଯ୍ୟନ୍ତ ବହିର୍ଭୂତ ସାମର୍ଥ୍ୟର ପ୍ରୟୋଗ କରା ନଯାଇଛି, ସେ ପର୍ଯ୍ୟନ୍ତ ତାହା ଚିତ୍ରକଳ୍ପର ମାନ୍ୟତା ପାଇନାହିଁ। ସେହିପରି ଆଉ ଏକ କବିତା, କବି ଗୁରୁପ୍ରସାଦ ମହାନ୍ତିଙ୍କ ଆଉ ଏକ କବିତା ଆଖିର କପୋତ ମୋର। ଏହାର କିଛି ଅଂଶ। ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିଆସେ ଏଇ ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ। ତେଣୁ ଏହି କବିତାର ପ୍ରଥମ ଧାଡ଼ିରେ ଦୁଇଟି ଶବ୍ଦ ଅଛି। ଗୋଟିଏ ହେଲା ଆଖି ଆଉ କପୋତ। ଆଖିର କପୋତ ମୋର, ଅର୍ଥାତ୍ ଏ ଦୁଇଟି ମଧ୍ୟରେ କୌଣସି ବ୍ୟବଧାନ ନାହିଁ। ଏମାନେ ଏକ ଆଉ ଅଭିନ୍ନ ମନେ ହେଉଛନ୍ତି। ଆଖିଟା ଯାହା, କପୋତ ମଧ୍ୟ ତାହା। ସେଥିପାଇଁ ଆଖିର କପୋତ ମୋର ଉପମା ଏଇଟା ରୂପକରେ ପରିଣତ ହୋଇଯାଇଛି। ଅର୍ଥାତ୍ ଆଖି ରୂପକ, କପୋତ। କିନ୍ତୁ ରୂପକ ବିମ୍ବରେ ପରିଣତ ହୋଇଛି ସେତିକି ବେଳେ ଯେତେବେଳେ ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିବାର ଯେଉଁ ଗତିଶୀଳତା ରୂପକର ସ୍ଥାଣୁତ୍ୱକୁ ଅହରହ ବିଚଳିତ କରୁଛି। ଯେତେବେଳେ ଏହା ଆକାଶର ଇସ୍ପାତ ଦେହରେ ବାଧା ପାଇ ଫେରି ଆସୁଛି ପୃଥିବୀକୁ, ଏହି ଅର୍ଥରେ ଏହା ବ୍ୟବହୃତ, ସେତେବେଳେ ଏହା ପାଲଟି ଯାଉଛି ଏକ ବିମ୍ବ। ଆଖି, କପୋତ, ଆକାଶ, ପୃଥିବୀ ସବୁକିଛି ଭିନ୍ନ ଭିନ୍ନ ପାଲଟି ଯାଉଛି। ଏକ ନିଷ୍ଫଳତାର ଭାବ ଏସବୁ ଉପରେ ରାଜପଣ କରୁଛି। ସେହିପରି ଚିତ୍ରକଥା ଉପରେ ଯେ ପର୍ଯ୍ୟନ୍ତ ବର୍ତ୍ତମାନର ପ୍ରଭାବ ପଡ଼େ ନାହିଁ, ସେ ଯାଏଁ ଆଲିଗୋରି ବା ଚିତ୍ରକଥା କେବେ ମଧ୍ୟ ଚିତ୍ରକଳ୍ପରେ ପରିଣତ ହୁଏ ନାହିଁ। ଏହାର ଏକ ଉଦାହରଣ ଦେଖିବା ଅକ୍ରୂର ଉବାଚ। ଏହାର ଗୋଟେ ପଂକ୍ତି, ହେ ଅକ୍ରୂର ସଖା ମୋର, ରୁହ ରୁହ ସମ୍ମୁଖେ ତୁମର, ଅନ୍ଧାର ଆସିଛି ଖସି ଆକାଶରୁ ଆବୋରି ପୃଥିବୀ, ପଛରେ ତୁମର ସ୍ତବ୍ଧ ବାଲି ଆଉ ବାଲି ପରେ ବାଲି, ନିଶ୍ଚଳ ବାଲିରେ ନଷ୍ଟ ଆଷାଢ଼ର ପ୍ରାଣାନ୍ତ ପ୍ରୟାସ। ତେଣୁ ଏ ପଂକ୍ତିରେ ପୌରାଣିକ କାହାଣୀର ପୃଷ୍ଠଭୂମି ଉପରେ ବର୍ତ୍ତମାନକୁ ଚିତ୍ରିତ କରାଯାଇଛି।
तेणु अक्रूर माध्यम जो कथा चित्रर सूचना दि जाइथिला ताहा चित्रकल्प परिणत होइछि। केवल सेतिक नुहे चित्रकल्प परिलक्षित निम्नोक्त गुणावली गुड़िक ओडिया कवितार प्रयोग करा जाइथिबार देखिबाकु मिले। जेपरिक दुईटी भिन्न वस्तु मध्य थिबा सादृश्य बाहरे भिन्न एक मानसिक अवस्था सह जोगाजोग रक्षा करिबा, पुणी वर्णनात्मकता को परिहार करिबा किंतु आवेग उपरे गुरुत्व देवा, मूर्त को अमूर्त अमूर्त को मूर्त रे परिणत करिबार कौशल, वस्तु परिचित एक घटना किपरि रहस्यमय परिवेश मध्य रूपायित होउछि तथा पार्थिव जगत पार्थिव वास्तव जगतर अनुभूति को अपार्थिव करिबार सामर्थ्य चित्रकल्पर उपरोक्त गुण और वैचित्र्य ओडिया कवि कवितारू बाद पड़ी नहीं। यह निम्नोक्त पंक्ति मानकरू सूचित जेपरी कवि रमाकांत रथंक चौपहरा कवितारू उद्धृत हला। खूब दिग्दार लगे सबुआड़े फांका फांका खाली जहा पाचिला पत्रटे, बहु दूर फूल गछु उड़ी आसी पवनर फुटिला तेलरे छटपट हुए एई सामनार पड़ियार बादामी तावारे। तमे कौन केबे एते भोक देखिथिल अपराह्ने अथवा हावारे? तेणु पड़िया बादामी तावा ओ पवनर फुटिला तेलरे पड़ी छटपट हेबा दुई भिन्न कथा मध्यरी सादृश्य प्रकटित करुवा समय ए पत्रटा जे पत्र नुहे यह एक भिन्न विशेष मानसिक अवस्थार सूचक। सेहीपरि कवि रमाकांत रथंक आउ गोटे कविता द्वितीय मध्याह्न। मु से लोक बसिथिली कबाट को पिठी आड़ करी, सूर्यालोक दौड़ी जाए पुनर्बार कांधर उपरे, अक्षर हुए तो दिशे केते क्षण पादर पाउंजी, कुंभीर गिलिला परी वर्तमान अगणारे, वर्तमान कदली गछरे, वर्तमान आहु नाही बेक भांगी खोजिबा उत्तारे। तेणु सूर्यालोक धीरे धीरे माड़ी बसवाक कुंभीर पाउंजी गिली देवा सह तुलना करी एटी सूक्ष्म अनुभव को स्थूल अनुभव रे परिणत करा जायछि। सेहीपरि श्रीराधारे कवि रमाकांत रथ लिखिछन्ति, तमर चेहरा नहीं तमे राति परी, लिभाइच सबु बाट जीवा आसिबारे, मो छड़ा किए से बुझे तमे कि अधैर्य, तमे पुणी केड़े शोकातुर। तेणु तमे राति परी लिभाइछ सबु बाट जीवा आसिबार ये जो भाव मध्य गोटे निबिड़ आवेगर अनुभव परिलक्षित होछि। सेहीपरि सेही श्रीराधार ही आउ गोटे पंक्ति कवि रमाकांत रथंक, अस्थिरु उतारी देली जरी देह सूता देह रेशमर देह, निजकू ढांकिबा पाईकारु काम करा आवरण, काढ़ीदेली मोर असहाय निराभरणता कली तमको अर्पण। तेणु एठी मध्य जरी देह सूता देह रेशमर देह मध्य चित्रकल्पर वर्णना रही। देह को तार देहबोध मध्यरु निवारण निराभरण करी अर्पण करने मध्य कवितार सौंदर्य बोध निहित अछि। सही श्रीराधारु कवि रमाकांत रथंक पुणी आउ एक पंक्ति, जदि एई नईकूल मिछ सबु फूल मिछ, आमे लुचि लुचि आसुथुबा कुंजवन जदि मिछ हुए, जदि तमे मते किंबा मु तुमको टाणी नेबा खाली काल्पनिक पत्र दाढ़े टलमल काकर टोपाए, जदि तम निकट को धई सई होई दिन सारा राति सारा जे धाई आसे से मु नुहे। तेणु एठी मध्य वास्तव पार्थिव अनुभवर अवास्तव पार्थिव मूल्यायन रूपायन देखा मिले। सेहीपरि कवि सच्चिदानंद राउतरायंकर मध्य चित्रकल्प प्रयोगर बहु दृष्टांत देखा मिले। जेपरिक गोटे वर्णना हला, ओटोर बंका कुज परी एई सबु घुमंत पहाड़, जेमिति गोटाए गोटाए मस्त बड़ पिली सज, ता उपरे सकाळ आउ संज बेले सूर्य दीप जले, आउ एई जो दिग शोषोर ताल गछ, भानुमतीर तीरे तीरे फल भरा खजुरीर विस्तीर्ण पहाड़, से सबु जेमिति गोटिए गोटिए बती खुंब, कारण तारी उपरे पूर्णिमार सुवर्ण आरंभ चंद्रावली जले। तेणु सच्चिदानंद
ଚିତ୍ରକଳ୍ପ ପ୍ରୟୋଗର ଆଉ କେତେକ ଦୃଷ୍ଟାନ୍ତ ହେଲା ଉଡ଼ିଯାଏ ଜହ୍ନ ରାତି ସୁନା ସ୍ୟାହି ପରି କୌଣସି ବାହାଘର ସର୍ବତ୍ର ସୁନେଲି ନିମନ୍ତ୍ରଣ ପତ୍ର ଅବା ଗଛଲତା ବଣବୁଦା ନଈ ପାଣି ଅକ୍ଷରେ ଚିତ୍ରେବା ଉପରେ ନାସ୍ପାତି ରଙ୍ଗର ଜହ୍ନ ତଳେ ଅସମ୍ଭବ ଅପରିଚ୍ଛନ୍ନ ଜନତାର ସୁଅ ଶବ୍ଦ ପରି ମୁହଁ ତାର ଫିକା ପାହାଡ଼ର ପିଲି ସଜ ଉପରେ ପଥରର ଏକ ଦ୍ୱୀପ କେଉଁ ମାନ୍ଧାତା ଅମଳର ବତୀଘର ଆଉ ଦୂରରେ ଓଟର ବଙ୍କା କୁଜ ପରି ପଥରର ବିବର୍ଣ୍ଣ ସ୍ତୂପ। ଏଣୁ ଚିତ୍ରକଳ୍ପର ପ୍ରୟୋଗ କ୍ରମଶଃ ସକଳ ଆଧୁନିକ କବିଙ୍କୁ ପ୍ରଭାବିତ କରିଛି। ସୀତାକାନ୍ତ ମହାପାତ୍ର, ସୌଭାଗ୍ୟ ମିଶ୍ର, ଚିନ୍ତାମଣି ବେହେରା, ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଏହାର ସଫଳ ପ୍ରୟୋଗ କରିଛନ୍ତି। ସମୟ ସମୟ ସମଗ୍ର କବିତା ଇମେଜ ଭଳି ପ୍ରତୀୟମାନ ହେଉଛି ତ କେଉଁଠି ଦୁଇଟି ଧାଡ଼ି ମଧ୍ୟରେ ଚିତ୍ରକଳ୍ପର ପ୍ରୟୋଗ କରାଯାଇଛି। ଚିତ୍ରକଳ୍ପର ଚମତ୍କାରିତା ସୃଷ୍ଟି କରୁ କରୁ କବିତା କେତେବେଳେ ଚିତ୍ରକଳ୍ପ ଭିତରେ ହଜି ଯାଉଛି ତ ଏ କଥା ମଧ୍ୟ ଜଣାପଡ଼ୁନି। ଚିତ୍ରକଳ୍ପର ଅର୍ଥ ବୁଝିବାକୁ ପାଠକ ମଧ୍ୟ ବେଳେବେଳେ ନିଜର ଅକ୍ଷମତା ପ୍ରକାଶ କରୁଛି। ଏଣୁ ଓଡ଼ିଆ ସାହିତ୍ୟରେ ଏହି ଚିତ୍ରକଳ୍ପବାଦୀ ଚିନ୍ତାଧାରାର ପ୍ରୟୋଗ ପ୍ରାଚୀନ ସମୟରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବିଭିନ୍ନ କବିଙ୍କ କବିତାରେ ଦେଖିବାକୁ ମିଳେ। ସ୍ଥାନେ ସ୍ଥାନେ କବିମାନେ ବ୍ୟକ୍ତିଗତ ଚିତ୍ରକଳ୍ପର ପ୍ରୟୋଗରେ କବିତାକୁ ଭାରାକ୍ରାନ୍ତ ମଧ୍ୟ କରିଛନ୍ତି। ସତେ ଯେମିତି ଭାବ ପ୍ରକାଶରେ ଦେଖାଦେଉଥିବା ଭାଷାର ଅକ୍ଷମତାକୁ ଏହା ଆମ ମାଧ୍ୟମରେ କବି ଘୋଡ଼େଇ ରଖିବାକୁ ଚେଷ୍ଟା କରିଛନ୍ତି। ଚିତ୍ରକଳ୍ପ ନିର୍ମାଣର ମୋହରେ ମୋହାବିଷ୍ଟ କବି ସାମାଜିକ ଜୀବନର ଜୀବନ୍ତ ଚିତ୍ରକୁ ଚିତ୍ରିତ କରିବାରେ ଅସମର୍ଥ ପ୍ରକାଶ କରିଛନ୍ତି। ତେଣୁ ଏହିଭଳି ଭାବରେ ରହିଛି ଚିତ୍ରକଳ୍ପ ବିଷୟରେ ଆଲୋଚନା। ଆମକୁ ମନେ ରଖିବାକୁ ପଡ଼ିବ ଯେ ପ୍ରତୀକ ଅର୍ଥାତ୍ ସିମ୍ବଲ, ଚିତ୍ରକଳ୍ପ କହିଲେ ଇମେଜ, କିନ୍ତୁ ସିମିଲି କହିଲେ ଉପମା, ମେଟାଫର ହେଉଛି ରୂପକ, ଆଉ ଆଲିଗୋରି ମାନେ ଚିତ୍ରକଥା। ଉପମା, ରୂପକ, ଚିତ୍ରକଥା, ପ୍ରତୀକ ଏସବୁ ଚିତ୍ରକଳ୍ପ ନୁହେଁ, କିନ୍ତୁ ଏପରି କିଛି କ୍ଷେତ୍ରରେ ପରିବର୍ତ୍ତନ ହୋଇଯାଏ ଏଗୁଡ଼ିକ ଚିତ୍ରକଳ୍ପରେ। ତେଣୁ ଚିତ୍ରକଳ୍ପ ମାନେ କିଛି ଶବ୍ଦକୁ ନେଇ ଗୋଟେ ଚିତ୍ରଟିଏ ଆଙ୍କିଲା ପରି ଆମ ଆଖି ଆଗରେ କବି ଯେଉଁ ପ୍ରକାର ଶବ୍ଦ ସଂଯୋଜନା କରି ଚିତ୍ରଟି ଆଙ୍କିବାର ପ୍ରୟାସ କରନ୍ତି ତାହା ହେଉଛି ଚିତ୍ରକଳ୍ପ। କିନ୍ତୁ ପ୍ରତୀକ କହିଲେ ଗୋଟିଏ ଭାବକୁ ବୁଝିବା ପାଇଁ ଯାହାର ମାଧ୍ୟମ ଗ୍ରହଣ କରନ୍ତି କବି ତାହା ହେଉଛି ପ୍ରତୀକ। ତେଣୁ ଆଲୋଚନା କରୁଥିଲେ ଏହି MOD ପେପର 10 ବ୍ଲକ 1 ୟୁନିଟ୍ 3 ପ୍ରତୀକବାଦ ଓ ଚିତ୍ରକଳ୍ପବାଦ। ଧନ୍ୟବାଦ।